ରେକର୍ଡିଂ ହଉଛି, କିଛି ଭୟ କରିବା ନାହିଁ। ଯୋଉଠି ବି ଟିକେ ଏପଟ ସେପଟ ହେଇଗଲା, କେତେବେଳେ ଆବସେଣ୍ଟ ରହିଗଲା କି ଯେତେବେଳେ ଆବସେଣ୍ଟ ରହିବ ମୋତେ ଜଣେଇବ ପୂର୍ବରୁ ଯେ ସାର୍ ଏଇ କାରଣ ଯୋଗୁଁ ମୁଁ ଆବସେଣ୍ଟ ରହିଲି ହେଲା। ଆଉ ଯେତେବେଳେ ମାନେ କିଛି ବି ମୋର ଅଧାରୁ କ୍ଲାସ୍ ଆଟେଣ୍ଡ କଲ ତଥାପି ଆମର ରେକର୍ଡିଂ ଅଛି ନା, ତ ତମେ ମ୍ୟାନେଜ କରିନେବ, କିଛି ପ୍ରୋବ୍ଲେମ ହବନି। ଆଚ୍ଛା ଆମେ ପଢିଲେ ଦେଖ ଆମେ ପଢିଲେ ଷ୍ଟାର୍ଟିଂ ରୁ ରେଗୁଲେଟିଂ ଆକ୍ଟ 1773, କାରଣ ଏଇଟା ଯୋଉ ଆମେ ପଢୁଛନ୍ତି ସବୁବେଳେ ମନେ ରଖିବ, ଗୋଟେ ଆକ୍ଟ ଗୁଡା ସବୁ ପଢୁଛନ୍ତି, ଆକ୍ଟ ଗୁଡା ଟିକେ ଇଏ ଲାଗିବ, କାରଣ ଏସବୁ ନିୟମ ଗୁଡା କଣ କଣ କେମିତି ଚେଞ୍ଜ କରାଗଲା। କାରଣ ଆଗରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଉପରେ କାହାର କିଛି କଣ୍ଟ୍ରୋଲ ନଥିଲା, ମନେ ଅଛି ସେମାନେ ଯାହା କରିବା କଥା କରୁଥିଲେ। ତାପରେ ଗ୍ରାଜୁଆଲି ବ୍ରିଟିଶ ଗଭର୍ଣ୍ଣମେଣ୍ଟ କଣ କଲା ନା କଣ୍ଟ୍ରୋଲ କରିବା ଷ୍ଟାର୍ଟ କଲା। 1773 ରେଗୁଲେଟିଂ ଆକ୍ଟ ବନା ହେଲା। ତାପରେ 1782 ରେ ସେଟଲମେଣ୍ଟ ଆକ୍ଟ ବନା ହେଲା। 1784 ରେ ପିଟ୍ସ ଇଣ୍ଡିଆ ଆକ୍ଟ ବନିଲା। ତାପରେ ଚାର୍ଟର ଆକ୍ଟ ବନିଲା 1813 ରେ। ତାପରେ 1833 ରେ ଚାର୍ଟର ଆଉ ଚାର୍ଟର ଆକ୍ଟ ବନିଲା। 1833 ଯୋଉ ଚାର୍ଟର ଆକ୍ଟ ବନିଲା ସବୁ 20 ବର୍ଷ ପାଇଁ ଦିଆଯାଇଥିଲା, ସେଟା 20 ବର୍ଷ ପାଇଁ ବନା ହଉଥିଲା। 20 ବର୍ଷ ପରେ 1853 ହେଇଗଲା। 1853 ରେ ପୁଣି ଆଉ ଗୋଟେ ଚାର୍ଟର ଆକ୍ଟ ବନିଲା। ଆମେ ଦେଖିବା ଯେ କଣ ଚେଞ୍ଜ ହେଇଗଲା। ତମେ ଜାଣିଛ 1833 ରେ କଣ କଲେ ନା, ଆମର ଯୋଉ ଆଗରୁ କଣ ଥିଲା, ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲର ଗଭର୍ଣ୍ଣରଙ୍କୁ କୁହାହଉଥିଲା ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ। ବେଙ୍ଗଲର ଗଭର୍ଣ୍ଣରଙ୍କୁ କୁହାହଉଥିଲା ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ। ଆଉ ତାଙ୍କର ସବୋର୍ଡିନେଟ କିଏ ଥିଲେ? ତାଙ୍କର ସବୋର୍ଡିନେଟ କିଏ ଥିଲେ? ମାଡ୍ରାସ ଆଉ ବମ୍ବେ। ମାଡ୍ରାସ ଆଉ ବମ୍ବେ। ମାଡ୍ରାସ ବି ସବୋର୍ଡିନେଟ ଥିଲା, ବମ୍ବେ ବି ସବୋର୍ଡିନେଟ ଥିଲା। କାହାର ମାନେ ସେମାନେ ରିପୋର୍ଟ କରିବେ ସବୁ କାହାକୁ, ମାନେ ମାଡ୍ରାସର ଗଭର୍ଣ୍ଣର ଆଉ ବମ୍ବେର ଗଭର୍ଣ୍ଣର ରିପୋର୍ଟ କରିବେ ବେଙ୍ଗଲ ଗଭର୍ଣ୍ଣରକୁ। କାରଣ ବେଙ୍ଗଲ ଗଭର୍ଣ୍ଣରକୁ କୁହାହଉଥିଲା ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ। ସିଏ ରିପୋର୍ଟ କରିବେ କାହାକୁ, କୋର୍ଟ ଅଫ ଡାଇରେକ୍ଟର୍ସକୁ ହେଲା। କୋର୍ଟ ଅଫ ଡାଇରେକ୍ଟର୍ସକୁ ରିପୋର୍ଟ କରିବେ। ଆଉ କୋର୍ଟ ଅଫ ଡାଇରେକ୍ଟର୍ସ କାହାକୁ ରିପୋର୍ଟ କରିବ? କୋର୍ଟ ଅଫ ଡାଇରେକ୍ଟର୍ସ ରିପୋର୍ଟ କରିବ ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ। ତାପରେ କିନ୍ତୁ ଯେତେବେଳେ 1833 ମସିହା ହେଲା, ଗୁଡାଏ ଚେଞ୍ଜ କରାହେଲା। 1833 ରେ କଣ କଲେ ନା, ପ୍ରଥମେ ତ ପିଟ୍ସ ଇଣ୍ଡିଆ ଆକ୍ଟରେ ଯୋଉ ଥିଲା ଆମର ପିଟ୍ସ ଇଣ୍ଡିଆ ଆକ୍ଟ ବନିଲା। ପିଟ୍ସ ଇଣ୍ଡିଆ ଆକ୍ଟରେ କଣ କରାହେଲା ଯେ ମାନେ ପଲିଟିକାଲ ଆଫେୟାର୍ସ ଆଉ କମର୍ସିଆଲ ଆକ୍ଟିଭିଟିଜ କୁ ଅଲଗା କରିଦେଲେ। କମର୍ସିଆଲ ଆକ୍ଟିଭିଟି ଗୁଡା କିଏ ଦେଖୁଥିଲା? କମର୍ସିଆଲ ଆକ୍ଟିଭିଟିଜ କିଏ ଦେଖୁଥିଲା? କୋର୍ଟ ଅଫ ଡାଇରେକ୍ଟର୍ସ। କୋର୍ଟ ଅଫ ଡାଇରେକ୍ଟର୍ସ 24 ଜଣ ମେମ୍ବର ଥିଲେ। ଆଉ ବାକି ପଲିଟିକାଲ ଜିନିଷ ଗୁଡା କିଏ ଦେଖିଲା? ପଲିଟିକାଲ ଜିନିଷ କିଏ ଦେଖିଲା କି ନାହିଁ? ବୋର୍ଡ ଅଫ ଡାଇରେକ୍ଟର, ବୋର୍ଡ ଅଫ କଣ୍ଟ୍ରୋଲ ଦେଖିଲା। ବୋର୍ଡ ଅଫ ଡାଇରେକ୍ଟର୍ସ ନୁହେଁ, ବୋର୍ଡ ଅଫ କଣ୍ଟ୍ରୋଲ। ବୋର୍ଡ ଅଫ କଣ୍ଟ୍ରୋଲ ଦେଖିଲା। ତାପରେ 1833 ରେ ବି ଗୁଡାଏ ଚେଞ୍ଜ ଚାଞ୍ଜ କଲେ। ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲକୁ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ କରିଦେଲେ। ତାପରେ କମର୍ସିଆଲ ଫଙ୍କସନ ଆଉ କିଛି ରହିଲାନି, ସବୁ ହଟେଇ ଦେଲେ। ସରି, ମନୋପଲି କିଛି ରହିଲାନି, ତେଣୁ କମର୍ସିଆଲ ଆକ୍ଟିଭିଟି ଗୁଡା ହଟିଗଲା। ହଟିଗଲା ପରେ ଯୋଉ ଆମର କମର୍ସିଆଲ ଆକ୍ଟିଭିଟି ଯୋଉଟା ଦେଖୁଥିଲା ବୋର୍ଡ ଅଫ କଣ୍ଟ୍ରୋଲ, ତେଣୁ ସେମାନେ କଣ ହେଲେ, ସରି କମର୍ସିଆଲ ଆକ୍ଟିଭିଟିଜ କିଏ ଦେଖୁଥିଲା? କୋର୍ଟ ଅଫ ଡାଇରେକ୍ଟର୍ସ ଦେଖୁଥିଲା। ତେଣୁ କୋର୍ଟ ଅଫ ଡାଇରେକ୍ଟର୍ସ ଆଉ ବୋର୍ଡ ଅଫ କଣ୍ଟ୍ରୋଲ ମିଶିକି ବର୍ତ୍ତମାନ ପଲିଟିକାଲ ଆଫେୟାର୍ସ ଦେଖିଲେ। କାରଣ ଆଉ କିଛି ତ କମର୍ସିଆଲ ଆକ୍ଟିଭିଟିଜ ରହିଲାନି, ମନୋପଲି କଟିଗଲା, ଏତେ ଆଉ ରେଭିନ୍ୟୁ ଆସିଲାନି। ତେଣୁ ପୁଣି ରେଭିନ୍ୟୁ ଆସିଥିଲା କଣ, ଟେରିଟୋରିଆଲ ଆମର ଯୋଉ ବ୍ରିଟିଶ ଇଣ୍ଡିଆନ ପଜେସନ ଥିଲା, ସେଥିରୁ ଯାହା ଟାକ୍ସ କଲେକ୍ସନ ହଉଥିଲା ପ୍ଲସ ସଲ୍ଟ ଟାକ୍ସ ଏମିତି ଏମିତି ମିଶିକି ସବୁ କଲେକ୍ସନ ହଉଥିଲା। ତ ବର୍ତ୍ତମାନ ସେମାନେ ପିଓରଲି ଗୋଟେ କଣ ଇଷ୍ଟ ଇଣ୍ଡିଆ କମ୍ପାନୀ ଗୋଟେ ଆଡମିନିଷ୍ଟ୍ରେଟିଭ ବଡି ବନି ଯାଇଥିଲା ହେଲା। ତାପରେ ଏଇ ସବୁ ଜିନିଷ ଏଇ ସବୁ କଣ୍ଡିସନରେ ଥିଲା। କୋର୍ଟ ଅଫ ଡାଇରେକ୍ଟର୍ସ 24 ମେମ୍ବର ଥିଲେ, 6 ଜଣ ମେମ୍ବର ବୋର୍ଡ ଅଫ କଣ୍ଟ୍ରୋଲରେ ଥିଲେ ହେଲା। ତାପରେ 1833 ର ଯୋଉ ଆକ୍ଟ ବନିଲା ତାକୁ ଆମେ କହୁଥିଲେ ସେଣ୍ଟ ହେଲିନା ଆକ୍ଟ। ସେଣ୍ଟ ହେଲିନା ଆକ୍ଟ କାହିଁକି କହୁଥିଲେ ସେ କଥା ଆମେ ଡିସ୍କସନ କରିଥିଲେ ହେଲା। କାରଣ ସେଣ୍ଟ ଅଫ ହେଲିନା ଟା ପ୍ରଥମେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଦିଆହେଇଥିଲା, ପରେ କିନ୍ତୁ ଏଇ 1833 ଆକ୍ଟରେ ସେଟା ବ୍ରିଟିଶ କ୍ରାଉନ ପୁରା ନେଇଗଲା। ଯାଉ ଇଷ୍ଟ ଇଣ୍ଡିଆ କମ୍ପାନୀ ଉପରେ କୌଣସି ପ୍ରକାର ଅଧିକାର ନାହିଁ, ତ ନେଇଗଲା ପରେ ଅଲଗା ହେଇଗଲା। ସେଣ୍ଟ ଅଫ ମାନେ କଣ ସେଣ୍ଟ ହେଲିନା ଆଇସଲ୍ୟାଣ୍ଡ ବ୍ରିଟିଶ କ୍ରାଉନକୁ ପଳେଇଲା, ମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟର କୁ ପଳେଇଲା, ଏମାନଙ୍କ ଅଣ୍ଡରରେ ଆଉ ରହିଲା। ତ ସେଥିପାଇଁ ସେଣ୍ଟ ହେଲିନା ଆକ୍ଟ ବି କୁହନ୍ତି 1833 ଆକ୍ଟ। ଏଟା ସବୁ ଆମେ ଡିସ୍କସନ ଅଲରେଡି କରିସାରିଥିଲେ ହେଲା। ତମେ ଯୋଉଟା ପଢା ହବ ନା, ତାପରେ ଯାଇକି ବହିରୁ ସାଙ୍ଗେ ସାଙ୍ଗେ ପଢିବ, କୋଉଥିରୁ ଲକ୍ଷ୍ମୀକାନ୍ତରୁ ପଢିବ, ତାପରେ ଏମସିକ୍ୟୁ ଲଗେଇବ, ତା ରିଲେଟେଡ ଏମସିକ୍ୟୁ ଗୁଡା ଲଗେଇବ ଯାହା ଅଛି, ତମକୁ ଇଜି ହବ। ତାପରେ ଆଜି ଆମେ ନୂଆ ଆକ୍ଟ ପଢିବା, ନେକ୍ସଟ ଆକ୍ଟ ପଢିବା ଚାର୍ଟର ଆକ୍ଟ 1853 ହେଲା। ଚାର୍ଟର ଆକ୍ଟ 1853 ଦେଖ, ଚାର୍ଟର ଆକ୍ଟ 1853 ରେ ଆମେ ଯେମିତି ସବୁ 6ଟା ହେଡରେ ଆମେ ସବୁ ଡିସ୍କସନ କରୁଥିଲେ ନା। ପ୍ରଥମଟା କଣ ଥିଲା ଆମର, ଯେ ମନୋପଲି ଅଛି ନା ନାହିଁ, ତାପରେ କଣ୍ଟ୍ରୋଲ ଅଫ କମ୍ପାନୀର କଣ୍ଟ୍ରୋଲ କେମିତି ଅଛି, ତାପରେ ଆଡମିନିଷ୍ଟ୍ରେସନ କେମିତି ଅଛି, ସେଣ୍ଟ୍ରାଲ ଲେଜିସ୍ଲେଚର କେମିତି ଅଛି, ପ୍ରୋଭିନ୍ସିଆଲ ଲେଜିସ୍ଲେଚର କେମିତି ଅଛି, ରିଭିନ୍ୟୁ କେମିତି ଅଛି, ଏମିତି ସବୁ ହେଡରେ ଗୋଟେ ଗୋଟେ କରିକି ଆମେ ଆଲୋଚନା କରୁଥିଲେ। ତ ବର୍ତ୍ତମାନ ପ୍ରଥମଟା କଟିଗଲା, କାରଣ ମନୋପଲି ଆଉ କଥା କଣ, ଆଉ ତ କିଛି ରହିଲାନି ମନୋପଲି, କାରଣ 1833 ମନୋପଲି କିଛି ରହିଲାନି। ତେଣୁ 1853 ରେ ଆମେ ଦେଖିବା ଯେ କଣ୍ଟ୍ରୋଲ ଅଫ କମ୍ପାନୀ କଣ ଅଛି ହେଲା। ଦେଖ ଲେଖ ଚାର୍ଟର ଆକ୍ଟ 1853 ଷ୍ଟାର୍ଟ କରିବା ଆମେ। ଚାର୍ଟର ଆକ୍ଟ 1853। चार्टर एक्ट 1853। चार्टर एक्ट 1853 है कौन देख
ମୁଁ ଜାଣିଲି ଯେମିତି କହିଲି ଯେ ମନୋପଲି ତ କିଛି ରହିଲାନି, ତେଣୁ କମର୍ସିଆଲ ଆକ୍ଟିଭିଟିଜ କିଛି ରହିଲାନି। ତ ଯୋଉ ପଲିଟିକାଲ ଆଫେୟାର୍ସ ରହିଲା ମାନେ କିଏ ଏଟା ପଲିଟିକାଲ ଆଫେୟାର୍ସ କିଏ ଦେଖୁଥିଲା? ଏଟା ପଲିଟିକାଲ ଆଫେୟାର୍ସ କିଏ ଦେଖୁଥିଲା? ପ୍ରଥମେ ଦେଖ କଣ୍ଟ୍ରୋଲ ଅଫ କଣ୍ଟ୍ରୋଲ, କଣ୍ଟ୍ରୋଲ ଅଫ କମ୍ପାନୀ, କଣ୍ଟ୍ରୋଲ ଅଫ କମ୍ପାନୀ, କମ୍ପାନୀ କେମିତି କଣ୍ଟ୍ରୋଲ ହଉଥିଲା ଦେଖ। କଣ୍ଟ୍ରୋଲ ଅଫ କମ୍ପାନୀରେ ପଲିଟିକାଲ ଆଫେୟାର୍ସ ଦି ଜଣଙ୍କ ଦେଖୁଥିଲେ ନା ନାଇଁ? ଆରେ ପଲିଟିକାଲ ଆଫେୟାର୍ସ ଦି ଜଣଙ୍କ ଦେଖିଲେ ବର୍ତ୍ତମାନ କିଏ କିଏ? କୋର୍ଟ ଅଫ ଡାଇରେକ୍ଟର୍ସ, ବୋର୍ଡ ଅଫ କଣ୍ଟ୍ରୋଲ, କୋର୍ଟ ଅଫ ଡାଇରେକ୍ଟର୍ସ, କୋର୍ଟ ଅଫ ଡାଇରେକ୍ଟର୍ସ ଦୁଇଥିଲା ବୋର୍ଡ ଅଫ କଣ୍ଟ୍ରୋଲ, BOARD, ବୋର୍ଡ ଅଫ କଣ୍ଟ୍ରୋଲ, ବୋର୍ଡ ଅଫ କଣ୍ଟ୍ରୋଲ। କୋର୍ଟ ଅଫ ଡାଇରେକ୍ଟର୍ସ ଆମର ଥିଲେ 24 ମେମ୍ବର, ଏଥିରେ ଆମର ଥିଲେ 6 ଜଣ ମେମ୍ବର ହେଲା। ସେ ବର୍ତ୍ତମାନ କଣ ହେଲା ନା ଏଥିରେ କିଛି ଚେଞ୍ଜ କଲେ 1853 ରେ, ଏଇଟା ଥିଲା 1833 ରେ ଏଇ କଣ୍ଡିସନ ଥିଲା। 1853 ରେ ଚାର୍ଟର ଆକ୍ଟରେ କଣ ଚେଞ୍ଜ ହେଲା, ସେ କହିଲେ ଯୋଉ 24 ଅଛି ବର୍ତ୍ତମାନ 24 ରହିବନି, ଏଟାକୁ କରିଦିଅ 18। ତେଣୁ କଣ କଲେ ସେମାନେ 24 ଟାକୁ ବର୍ତ୍ତମାନ କାଟିଲେ, କହିଲେ ନା ନା 24 ହବନି, ଏଇଟା ହବ କେତେ, ଏଇଟା ହେଇଗଲା 18। ଏଇ 18 ରୁ ଏଇ 18 ଯୋଉ ଏଥିରୁ ପୁଣି 6 ଜଣ ବ୍ରିଟିଶ କ୍ରାଉନ ଦ୍ୱାରା ନମିନେଟେଡ୍ ହେବେ। ଏଇ ଯୋଉ 18 ନାଇଁ କି ହେଲା, ଏଥିରୁ 6 ଜଣ will be nominated by British Crown, 6 will be nominated by British Crown, will be nominated by British Crown ହେଲା, 6 will be nominated by British Crown। ତାପରେ ବୋର୍ଡ ଅଫ କଣ୍ଟ୍ରୋଲ ଯେମିତି 6 ସେମିତି 6 ଥିଲେ ହେଲା। ଆଉ ଆପରେ କଣ ହେଲା ନା ଦେଖ କଣ ହେଲା, କାରଣ 53 ରୁ 33 ରୁ ଆମର ହେଲା ଚାର୍ଟର ଆକ୍ଟ 1833 ଆଉ ଚାର୍ଟର ଆକ୍ଟ 1853 ଭିତରେ କେତେ 20 ବର୍ଷ ବିତିଗଲାଣି। ଏଇ 20 ବର୍ଷ ଭିତରେ ବି କାଫି ଟେରିଟୋରୀ ବଢିଗଲାଣି। କାହାର? ଇଷ୍ଟ ଇଣ୍ଡିଆ କମ୍ପାନୀର। ଇଷ୍ଟ ଇଣ୍ଡିଆ କମ୍ପାନୀର କାଫି ଟେରିଟୋରୀ ବଢି ସାରିଲାଣି ଏ ସମୟରେ, କାରଣ ଏ ସମୟରେ ପଞ୍ଜାବକୁ ସେମାନେ ଆନେକ୍ସେସନ କରିସାରିଲେଣି, ସିନ୍ଧକୁ ଆନେକ୍ସେସନ କରିସାରିଲେଣି ହେଲା। ତେଣୁ ଏଗୁଡା ସବୁ ମିଶିଯାଇଛି ବର୍ତ୍ତମାନ ବ୍ରିଟିଶ କ୍ରାଉନ। ତା ମାନେ ବ୍ରିଟିଶର ଟେରିଟୋରିଆଲ ଏକ୍ସପାନସନ ବହୁତ ବଢିଯାଇଛି ତା ମାନେ ହେଲା। ସିନ୍ଧ, ପଞ୍ଜାବ ଏଗୁଡା ସବୁ ମିଶି ସାରିଲେଣି। ତାପରେ ଆହୁରି ବି ଗୁଡାଏ ଯେମିତି ଡେଲା ହାଉସିଙ୍କର ଚଲେଇଥିଲେ ଡକ୍ଟ୍ରିନ୍ ଅଫ ଲାପ୍ସ, ଗୁଡାଏ ଯୋଉ ନେଟିଭ ଷ୍ଟେଟ ଗୁଡାକ ଡକ୍ଟ୍ରିନ୍ ଅଫ ଲାପ୍ସ ହେଲା କଣ କି, ଡକ୍ଟ୍ରିନ୍ ଅଫ ଲାପ୍ସ ଓଡିଆରେ ଆମେ ପଢିଥିଲେ ରାଜସ୍ୱତ ଲୋପ ନୀତି। ମାନେ ତମର ଯଦି କିଛି ଉତ୍ତରାଧିକାରୀ ନାହାନ୍ତି, କୌଣସି ଲିଗାଲ ହେୟାର ନା, ଲିଗାଲ ହେୟାର ମାନେ ନିଜର ଯଦି ପୁଅ ନାହିଁ, ନିଜର ବାୟୋଲୋଜିକାଲ ପୁଅ ଦରକାର, ନିଜର ଆଡପ୍ଟେଡ ପୁଅ ହେଲେ ହବନି, ମାନେ ନିଜର ବାୟୋଲୋଜିକାଲ ସନ୍ ଯଦି ତମର ନାହିଁ କୌଣସି ରାଜାଙ୍କର, ତାହେଲେ କଣ ହବ, ସେଇ ରାଜା ସେଇ ରାଜ୍ୟଟା କାହା ଅଣ୍ଡରକୁ ପଳେଇବ, ବ୍ରିଟିଶ ଅଣ୍ଡରକୁ ପଳେଇବ, ବ୍ରିଟିଶ ମାନେ ବ୍ରିଟିଶ ଇଣ୍ଡିଆରେ ମିଶିଯିବ ସେଇଟା। ଏଇଟା କହୁଥିଲେ ଡକ୍ଟ୍ରିନ୍ ଅଫ ଲାପ୍ସ। ତାମାନେ ରାଜସ୍ୱତ ଲୋପ ନୀତି, ରାଜର ତମର ଲୋପ କରିବ, ରାଜସ୍ୱତ ଲୋପ ନୀତି। ଯୋଉମାନଙ୍କର ଲିଗାଲ ହେୟାର ନାହାନ୍ତି ବା ନିଜର ବାୟୋଲୋଜିକାଲ ସନ୍ କେହି ନାହାନ୍ତି, ତାହେଲେ ତମେ କୌଣସି ଆଡପ୍ଟେଡ ସନ୍ କରିପାରିବନି। ତ ଅଟୋମେଟିକାଲି ୟୁର କିଙ୍ଗଡମ ୱିଲ୍ ବି କଣ ହବ କି ରେ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଟେରିଟୋରୀ ସହିତ ମିଶିଯିବ ବା ବ୍ରିଟିଶ ଇଣ୍ଡିଆ ସହିତ ମିଶିଯିବ। ତେଣୁ ଏଟାକୁ କୁହାଯାଏ ରାଜସ୍ୱତ ଲୋପ ନୀତି ବା ଡକ୍ଟ୍ରିନ୍ ଅଫ ଲାପ୍ସ। ତେଣୁ ଏଇଟା କିଏ ଚଲେଇଥିଲେ? ଡେଲହାଉସି ଚଲେଇଥିଲେ। ତେଣୁ ଡେଲହାଉସିଙ୍କର ଏଇ ନୀତି, ଲର୍ଡ ଡେଲହାଉସି ଥିଲେ ଭାଇସରୟ ଥିଲେ। ସେଟା କଥା ଆମେ ପରେ ଦେଖିବା, ଯେତେବେଳେ ଆଲୋଚନା କରିବା। ମଡର୍ଣ୍ଣ ଇଣ୍ଡିଆରେ ବହୁତ ଜିନିଷ ପଢା ହବ, କିନ୍ତୁ ଆମେ ଖାଲି ଲ ଗୁଡାକ ବର୍ତ୍ତମାନ ଖାଲି ଦେଖୁଛନ୍ତି ବାଛି ବାଛି ହେଲା। ତ ତାଙ୍କର ଡକ୍ଟ୍ରିନ୍ ଅଫ ଲାପ୍ସର ନୀତି ପାଇଁ ବି ଗୁଡାଏ ଟେରିଟୋରୀ ଏକ୍ସପାନସନ ହେଇଥିଲା ଗୁଡାଏ ବ୍ରିଟିଶ ଇଣ୍ଡିଆର। ତାହେଲେ କହିବାର ଉଦ୍ଦେଶ୍ୟ ହେଲା ଯେ ବ୍ରିଟିଶ ମାନଙ୍କର ଟେରିଟୋରିଆଲ ଏକ୍ସପାନସନ କାଫି ବଢି ଯାଇଥିଲା ହେଲା। ଯେତେବେଳେ ବଢିଗଲା, ତେଣୁ କଣ କରାଯିବ ନା ବର୍ତ୍ତମାନ କଣ କରାଗଲା ନା, ସେ କହିଲା ଆଉ ଏଇ ଯୋଉ ଖାଲି ବମ୍ବେ ପ୍ରୋଭିନ୍ସ ଅଛି, ଆଉ ବମ୍ବେ ପ୍ରୋଭିନ୍ସ ଅଛି, ଆଉ କଣ ବମ୍ବେ ପ୍ରୋଭିନ୍ସ ଅଛି ଆଉ ମାଡ୍ରାସ ପ୍ରୋଭିନ୍ସ ଅଛି, ଦିଟା ପ୍ରୋଭିନ୍ସ ହବନି, ଆମକୁ ଆଉ ଗୋଟେ ପ୍ରୋଭିନ୍ସ କ୍ରିଏଟ କରିବାକୁ ପଡିବ। ତେଣୁ କଣ କଲେ ସେମାନେ, ସେ କଣ କଲେ, ଆଗରୁ କଣ ଯିଏ ବେଙ୍ଗଲର ଗଭର୍ଣ୍ଣର ଜେନେରାଲ ଥିଲେ ତାଙ୍କୁ କୁହାଯାଉଥିଲା ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ତାଙ୍କୁ କୁହାଉଥିଲା ନା। ଏମାନେ କହିଲେ ବର୍ତ୍ତମାନ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ତ ପୁରା ଲେଜିସ୍ଲେଟିଭ କଣ୍ଟ୍ରୋଲ ତାଙ୍କ ପୁରା ଦେଶ ଉପରେ, ବା ଯେତିକି ବ୍ରିଟିଶର ପଜେସନ ଅଛି ସବୁ ଉପରେ ତାଙ୍କର ରହିଲା ଲେଜିସ୍ଲେଟିଭ କଣ୍ଟ୍ରୋଲ। ଲେଜିସ୍ଲେଟିଭ କଣ୍ଟ୍ରୋଲ ମାନେ ନୀତି ନିୟମ ସବୁ ବନେଇବେ। ଏବେ ଆମର ଲେଜିସ୍ଲେଟିଭ କୋଉଠି, ଆମର ଓଡିଶା ପାଇଁ ମନେକର ଭୁବନେଶ୍ୱରରେ ବନା ହଉଛି ବିଧାନସଭାରେ, କି ଆମ ପୁରା ଦେଶ ପାଇଁ ଲୋକସଭାରେ ବନା ହଉଛି, ଲୋକସଭା ରାଜ୍ୟସଭାରେ ବନା ହଉଛି କୋଉଠି, ଆମର ଦିଲ୍ଲୀରେ ଅଛି। ସେଇଭଳିଆ ଏମାନେ ବ୍ରିଟିଶ ଅଣ୍ଡରରେ ଯୋଉ ଯୋଉ ଟେରିଟୋରୀ ଗୁଡା ଥିଲା, ଯୋଉ ଯୋଉ ଏରିଆ ଥିଲା ତାଙ୍କ ଅଣ୍ଡରରେ, ତାଙ୍କ ପାଇଁ ସବୁ ବନିବ, ନୀତି ନିୟମ ସବୁ ବନିବ, ଯାହା ଲ ବନିବ ସେଗୁଡାକୁ ଆମେ କହିବା ଲେଜିସ୍ଲେସନ ବନା ହେଲା। ଆଉ ଲେଜିସ୍ଲେସନ ବନେଇବାର ଦାୟିତ୍ୱ କାହାର ଥିଲା? କେବଳ ମାନେ ଗଭର୍ଣ୍ଣର ଜେନେରାଲଙ୍କର ଥିଲା। ଆଉ ସେ ତମେ ଜାଣିଛ 1813 ମସିହା ପରଠୁ ଗଭର୍ଣ୍ଣର ଯୋଉ ପ୍ରୋଭିନ୍ସରେ ଯୋଉ ଗଭର୍ଣ୍ଣର ମାନେ ଥିଲେ, ତାଙ୍କର କିଛି ଲେଜିସ୍ଲେଟିଭ ପାୱାର ନଥିଲା, ସେମାନେ ଖାଲି ଏକ୍ଜିକ୍ୟୁଟିଭ ହିସାବରେ କାମ କରିବେ, ଯାହା ତାଙ୍କ ଉପରୁ ନିର୍ଦ୍ଦେଶ ମିଳିବ ସେମାନେ କାମ କରିବେ। ତେଣୁ ଆଗରୁ ଖାଲି ବମ୍ବେ ବମ୍ବେ ମାଡ୍ରାସ ଥିଲା। ତେଣୁ ମାନେ ନୂଆ କଲେ, କହିଲେ ନା ବର୍ତ୍ତମାନ ଆଉ ଗୋଟେ ନୂଆ ପ୍ରୋଭିନ୍ସ ଆମେ କରିବା, ବେଙ୍ଗଲ ପ୍ରୋଭିନ୍ସ ଗୋଟେ ହବ। ବେଙ୍ଗଲ ପ୍ରୋଭିନ୍ସ ଗୋଟେ ହବ, କିନ୍ତୁ ତାଙ୍କୁ ସମସ୍ତେ ରିପୋର୍ଟ କରିବେ କାହାକୁ? ଗଭର୍ଣ୍ଣର ଜେନେରାଲ। ଗଭର୍ଣ୍ଣର ଜେନେରାଲ ସମସ୍ତଙ୍କର ହେଡ୍ ରହିବ ପୁରା ଅଲ ଇଣ୍ଡିଆ ଲେବୁଲରେ, ବା ବ୍ରିଟିଶ ଇଣ୍ଡିଆ ହେଇ ସେମାନେ ଯୋଉ ବ୍ରିଟିଶ ଇଣ୍ଡିଆ ଅଣ୍ଡରରେ ଯୋଉ ଯୋଉ ମାନେ ଏରିଆ ସବୁ ଥିଲା, ସବୁର ଉପରେ କିଏ ରହିବେ? ମାନେ ରହିବେ ଗଭର୍ଣ୍ଣର ଜେନେରାଲ ରହିବେ।
ତାଙ୍କ ତଳେ ସବୁ ପ୍ରୋଭିନ୍ସର ଗଭର୍ଣ୍ଣର ମାନେ ରହିବେ, କିନ୍ତୁ ଗଭର୍ଣ୍ଣର ମାନଙ୍କର କୌଣସି ଲେଜିସ୍ଲେଟିଭ ଫଙ୍କସନ ରହିବନି। ତା ମାନେ ସେମାନେ କୌଣସି ନୀତି ନିୟମ ପ୍ରଣୟନ କରିପାରିବେନି। ଯାହା ହବ ସବୁ ସେଣ୍ଟ୍ରାଲ ଲେଭେଲରେ ଗଭର୍ଣ୍ଣର ଜେନେରାଲ କରିବେ। ଏମାନଙ୍କର ଖାଲି କଣ ରହିବ, ଏକ୍ଜିକ୍ୟୁଟିଭ ଫଙ୍କସନ ରହିବ। ସେ ଯାହା ବନେଇବେ ଇଏ ତାକୁ କ୍ୟାରି ଆଉଟ୍ କରିବେ, କେବଳ ତାଙ୍କୁ କ୍ୟାରି ଆଉଟ୍ କରିବେ, ଏକ୍ଜିକ୍ୟୁଟ କରିବେ। ବୁଝିଲା, ଏଇଭଳିଆ କଣ୍ଡିସନ ରହିଲା। ତେଣୁ ଆଡମିନିଷ୍ଟ୍ରେସନ ଦେଖିଲେ ଯେ ସେଣ୍ଟ୍ରାଲ କଣ୍ଟ୍ରୋଲ ଅଫ କମ୍ପାନୀରେ ଏଇଭଳିଆ ଚେଞ୍ଜ କରାଲା। ପ୍ରଥମ କଥା ହେଲା କଣ୍ଟ୍ରୋଲ ଅଫ କମ୍ପାନୀରେ 1853 ମସିହାରେ କେବଳ କରାଲା ଯେ 24 ମେମ୍ବର ଥିଲେ ବୋର୍ଡ ଅଫ ଡାଇରେକ୍ଟର, ସେ ତାକୁ ହଟେଇକି ସେ 18 କରିଦେଲେ। 18 ରୁ ପୁଣି 6 ଜଣ ବୋଲି ବ୍ରିଟିଶ କ୍ରାଉନ ଦ୍ୱାରା ନୋମିନେଟେଡ ହେବେ, 6 ଜଣ। ଆଉ ବାକି 12 ଜଣ କମ୍ପାନୀର ସେମାନେ ସବୁ ବନେଇବେ ରହିବେ। କିନ୍ତୁ 18 ଜଣରୁ 6 ଜଣ ହଉଛନ୍ତି ବ୍ରିଟିଶ କ୍ରାଉନର। ଆଉ ଏଇ ଯୋଉ 6 ଜଣ କଥା ବ୍ରିଟିଶ କଣ୍ଟ୍ରୋଲ, ଏମାନେ ତ ପୁରା ଗଭର୍ଣ୍ଣମେଣ୍ଟ ବଡି। ମୁଁ କହିଥିଲି ଜଣେ ତାଙ୍କର କ୍ୟାବିନେଟ ମିନିଷ୍ଟର ରହିବେ, ତାପରେ ତାଙ୍କର ଯୋଉ 6 ଜଣ ପ୍ରିଭି କାଉନସିଲର ରହିବେ, ତାପରେ ଏକ୍ସଚେକର ରହିବେ। ଏଗୁଡ଼ା ସବୁ 6 ଜଣ ଆମେ ଡିସ୍କସନ ଅଲରେଡି କରିଥିଲେ। ବ୍ରିଟିଶ ଏ ଯୋଉ ବୋର୍ଡ ଅଫ କଣ୍ଟ୍ରୋଲରେ 6 ଜଣ, ଏଇଟା ପୁରା ଗଭର୍ଣ୍ଣମେଣ୍ଟ ବଡିର, ଗଭର୍ଣ୍ଣମେଣ୍ଟର ଲୋକମାନେ ରହୁଥିଲେ। ଗଭର୍ଣ୍ଣମେଣ୍ଟ ମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟର ହେଲା। ତାପରେ କୋର୍ଟ ଅଫ ଡାଇରେକ୍ଟର୍ସରେ ଯୋଉ 24 ଥିଲେ ତାକୁ ହଟେଇକି ବର୍ତ୍ତମାନ କରିଦେଲା 18। ଏଇଭଳିଆ କଣ୍ଡିସନ କରାହେଲା। କଣ୍ଟ୍ରୋଲ ଅଫ ଏମାନେ ବର୍ତ୍ତମାନ ଏଭଳି ହବ। ଏମାନେ ପୁଣି ଏମାନେ ଏମାନେ କାହାକୁ କରିବେ, ଏମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ ରିପୋର୍ଟ କରିବେ। କୋର୍ଟ ଅଫ ଡାଇରେକ୍ଟର୍ସ ଆଉ ବୋର୍ଡ ଅଫ କଣ୍ଟ୍ରୋଲ ଏମାନେ କାହାକୁ ରିପୋର୍ଟ କରିବେ, ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ ରିପୋର୍ଟ କରିବେ। ଏଇଭଳିଆ କଣ୍ଡିସନ ରହିଲା। କଣ୍ଟ୍ରୋଲ ଏଇଭଳିଆ ମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଇଭଳିଆ କଣ୍ଟ୍ରୋଲ ହବ। ବର୍ତ୍ତମାନ ଦେଖିବା ଆଡମିନିଷ୍ଟ୍ରେସନରେ କଣ ଚେଞ୍ଜ କଲେ ହେଲା। ମୁଁ କହିଲି ଯେମିତି ଯେ ଡେଲହାଉସିଙ୍କ ରାଜସ୍ୱ ଲୋପ ନୀତି ପାଇଁ ବା ଡକ୍ଟ୍ରିନ୍ ଅଫ ଲାପ୍ସର ଯୋଉ ନିୟମ ପ୍ରଣୟନ କଲେ, ତା ସେଥିପାଇଁ ଗୁଡାଏ ନେଟିଭ ଷ୍ଟେଟ ବି ବ୍ରିଟିଶ କ୍ରାଉନ, ବ୍ରିଟିଶ ଗଭର୍ଣ୍ଣମେଣ୍ଟ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଣ୍ଡରକୁ ଆସିଗଲା। ତା ସହିତ ସିନ୍ଧ, ପଞ୍ଜାବ ଏଗୁଡା ବି ଆନେକ୍ସେସନ ହେଇଗଲା। ତ ଏ ଗୁଡାଏ ଘଟଣା ଏ ଭିତରେ ଘଟିଗଲା। ତେଣୁ ବର୍ତ୍ତମାନ କଣ କରିଲା ସେମାନେ, ଆଡମିନିଷ୍ଟ୍ରେସନରେ କୋଉ ଭଳିଆ ଚେଞ୍ଜ କଲେ ଦେଖ। 1853 ମସିହାରେ ଆଡମିନିଷ୍ଟ୍ରେସନରେ କଣ ଚେଞ୍ଜ ହେଲା। ଆରେ ଏଇ କଲରଟା ଦେଖାଯାଉଛି, ଭଲ ଦେଖାଯାଉନି? ଏଇ କଲରଟା ବ୍ଲାକ୍ ଟା ବୋଧେ ଠିକ ସେ ଦେଖାଯାଉଛି ନା? ଆଡମିନିଷ୍ଟ୍ରେସନ ହେଲା। ଦେଖ ପ୍ରଥମେ ରହିଲେ ଆମର ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ଉପରେ ରହିଲେ ସମସ୍ତଙ୍କର। ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ହେଲା। ଆଙ୍କ ଅଣ୍ଡରରେ କିଏ ରହିଲା? ଆଙ୍କ ଅଣ୍ଡରରେ ବର୍ତ୍ତମାନ ରହିଲେ କିଏ ସେ? ବମ୍ବେ ପ୍ରେସିଡେନ୍ସି, ମାଡ୍ରାସ ପ୍ରେସିଡେନ୍ସି। ଗଭର୍ଣ୍ଣର ରହିଲେ ଗଭର୍ଣ୍ଣର ମାଡ୍ରାସ ପ୍ରେସିଡେନ୍ସି, ମାଡ୍ରାସ ପ୍ରେସିଡେନ୍ସି। ତାପରେ ଗଭର୍ଣ୍ଣର ବେଙ୍ଗଲ, ଆଉ ଗୋଟେ ନୂଆ ପ୍ରୋଭିନ୍ସ ହେଲା, ଆଉ ପ୍ରେସିଡେନ୍ସି ହେଲା ବମ୍ବେ ବେଙ୍ଗଲ, ବେଙ୍ଗଲ ପ୍ରେସିଡେନ୍ସି। ବେଙ୍ଗଲ ପ୍ରେସିଡେନ୍ସି। ତାପରେ ବମ୍ବେ ପ୍ରେସିଡେନ୍ସି, ବମ୍ବେ ପ୍ରେସିଡେନ୍ସି, ବମ୍ବେ ପ୍ରେସିଡେନ୍ସି ହେଲା। ବୋଲେ ଏଇ ଯୋଉ ନୂଆ, ତାହେଲେ ଆଗରୁ ତ ଏ ଦିଟା ଥିଲା, ଏବେ ଏଇଟା ନୂଆ କ୍ରିଏଟ କରଲା ବମ୍ବେ ପ୍ରେସିଡେନ୍ସି। ଏମାନେ କଣ ଇଏ କଲେ, ଏମାନେ କଣ, ଏମାନଙ୍କର କାମ ହେଲା କେବଳ ଏକ୍ଜିକ୍ୟୁଟିଭ ଫଙ୍କସନ। ବୁଝିଲା, ଆର୍ବି ଏକ୍ଜିକ୍ୟୁଟିଭ ଫଙ୍କସନ, ଆର୍ବି ଏକ୍ଜିକ୍ୟୁଟିଭ ଫଙ୍କସନ, ଆର୍ବି ଏକ୍ଜିକ୍ୟୁଟିଭ ଫଙ୍କସନ। ଏମାନଙ୍କର ଲେଜିସ୍ଲେଟିଭ ଫଙ୍କସନ କିଛି ରହିଲାନି, କେବଳ ଗଭର୍ଣ୍ଣର ଜେନେରାଲ ଲେଜିସ୍ଲେଟିଭ। ଇଏ ପୁରା ଥ୍ରୁ ଆଉଟ୍ ବ୍ରିଟିଶ ଇଣ୍ଡିଆ ପାଇଁ ଯେତେ ପଜେସନ ଅଛି ବ୍ରିଟିଶର, ସମସ୍ତଙ୍କ ପାଇଁ ଇଏ ଲ ବନେଇବେ। କିଏ? ସେ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ଆଉ ଗଭର୍ଣ୍ଣର ଜେନେରାଲ ଇଣ୍ଡିଆରେ ତମେ ଜାଣିଛ ଗୋଟେ ଏକ୍ଜିକ୍ୟୁଟିଭ କାଉନ୍ସିଲ ଥିଲା। ଆଙ୍କ ଅଣ୍ଡରରେ ଗୋଟେ ଏକ୍ଜିକ୍ୟୁଟିଭ କାଉନସିଲ ରହୁଥିଲା। ଏକ୍ଜିକ୍ୟୁଟିଭ କାଉନସିଲ ସେ କେତେ ଜଣ ମେମ୍ବର ଥିଲେ କି? କେତେ ଜଣ ମେମ୍ବର ଥିଲେ? 4 ଜଣ। 4 ଜଣ ମେମ୍ବର ରହୁଥିଲେ। 4 ଜଣ ମେମ୍ବର ରହୁଥିଲେ ଏକ୍ଜିକ୍ୟୁଟିଭ କାଉନସିଲରେ। ସେଥିରୁ 3 ଜଣ ରହୁଥିଲେ, 3 ପ୍ଲସ 1। ଏଇ 1 ଟା କିଏ? ଆରେ ଏଇ 1 ଟା କିଏ? ଏକ୍ସଟ୍ରା ମେମ୍ବର ନା, ଏଇ ହେଲେ ଲ ମେମ୍ବର ନା ନାଇଁ? ଆଜ୍ଞା। ଇଏ ଥିଲେ ଲ ମେମ୍ବର। କିନ୍ତୁ ଲ ମେମ୍ବର ଭୋଟ ଦେଇପାରିବେ? ଲ ମେମ୍ବର ଭୋଟ ଦେଇପାରିବେ? ଆଁ? ନାଇଁ ସାର୍। 1833 ରେ ଆଙ୍କୁ ଭୋଟର ଅଧିକାର ନଥିଲା, କିନ୍ତୁ 1853 ରେ ଆଙ୍କୁ ଭୋଟର ଅଧିକାର ରହିଲା। ନାଉ କ୍ୟାନ୍ ଭୋଟ, ନାଉ କ୍ୟାନ୍ ଭୋଟ, କୌଣସି ବିଲରେ ଭୋଟ ବି କରିପାରିବେ। 1833 ମସିହା ଯୋଉ ବନା ହେଲା, ଆଗରୁ କୌଣସି ଭୋଟର ଅଧିକାର ନଥିଲା। ଫାଷ୍ଟ ଲ ମେମ୍ବର କିଏ ବନିଥିଲେ? ଆଉ କିଏ ବନିଥିଲେ କିରେ ଫାଷ୍ଟ ଲ ମେମ୍ବର? ଲର୍ଡ ମାକଲେ। ଲର୍ଡ ମାକଲେ। ଆଉ ଲର୍ଡ ମାକଲେ ଫାଷ୍ଟ ଲ ମେମ୍ବର ବନିଥିଲେ। ତାଙ୍କୁ କିନ୍ତୁ କୌଣସି ଭୋଟିଂ ପାୱାର ନଥିଲା, କିନ୍ତୁ 1853 ମସିହାରେ ଯୋଉ ଆକ୍ଟ ବନା ହେଲା, ଏଥିରେ ତାଙ୍କୁ ଭୋଟିଂ ପାୱାର ଦିଆଗଲା। ଭେରି ଭେରି ଇମ୍ପୋର୍ଟାଣ୍ଟ ହେଲା, ତାଙ୍କୁ ଭୋଟିଂ ପାୱାର ମିଳିଲା ଏଥିରେ। ତାପରେ ଆଉ କଣ କଣ ସବୁ ଆସିଥିଲା ଦେଖ 1853 ମସିହା ଆକ୍ଟରେ, ଆଉ କଣ କଣ ହେଇଥିଲା ଦେଖିବା।
ହୁଁ ଆଉ କଣ ହେଲା ଦେଖ ତାପରେ ଦେଖିବା ଆଉ କଣ ହେଇଥିଲା ଦେଖ ଆଉ ହେଇଥିଲା ଚାର୍ଟର ଆକ୍ଟ 1853 କଣ କଲା କିରେ introduced an open competition for selection of civil servants ଆଗରୁ କଣ ହଉଥିଲା ସିଭିଲ ସର୍ଭେଣ୍ଟ ନୋମିନେଟେଡ ହଉଥିଲେ ହେଲା कंपनी द्वारा नॉमिनेटेड होते माने जे गवर्नर जनरल हुआ बोर्ड ऑफ डायरेक्टर्स हुआ नॉमिनेट करा होता किंतु फास्ट 1853 मसीह कौन करा इंट्रोड्यूस्ड ओपन कंपटीशन फॉर सिलेक्शन ऑफ सिविल आमे जो बर्तन जो सिविल सर्विस प्रिपेयर होजे एटा सेते बेलु आरंभ होला हला 1853 मसीह इंट्रोड्यूस्ड एन ओपन कंपटीशन फॉर सिलेक्शन ऑफ सिविल सर्वेंट सेहिथि पई सिविल सर्विस रो इंडिया रे ना बहुत डिमांड बढ़ी से दिन अच्छी ना बहुत कोऑर्डिनेटेड जॉब है रहा सिविल सर्वेंट मानकर इंट्रोड्यूस्ड an open competition an open competition for selection of a civil servant selection of a civil servant बुझेला हैला आगुर कौन होता ना कोर्ट ऑफ डायरेक्टर्स कौन करते earlier लिखि दे पारो earlier court of directors used to nominate civil servants किंतु वर्तमान 53 मसीह करा हला एक्ट अनुसार सिविल सर्वेंट वर्तमान कोन हबो ओपन कंपटीशन माध्यम हबो हैला आ सिविल सर्वेंट्स माने ए जो ना मना हायर रैंक ऑफिसर्स होबे माने आमे दी प्रकार कहबा गोटे हला कोन ना गोटे थिला कोवेनेटेड नॉन कोवेनेटेड तो गुडा कोन माने मेनली जो हम कहया कोवेनेटेड सिविल सर्विसेज हैला ए जो सिविल सर्विसेज हला कोवेनेटेड सिविल सर्विसेज हला एटा कोन हायर रैंक ऑफिसर आ गोटे भी थिला नॉन कोवेनेटेड सिविल सर्विसेज एटा को लोअर रैंक ऑफिसर सब क्लर्क ए टाइप रो ऑफिसर देखो एटा तो आगरु earlier it was allowed for Indians हला earlier it was allowed for Indians एटा को इंडियन माने थे जाय परिबे it was allowed बा permitted for Indians किंतु फर्स्ट टाइम 1853 मसीह रे एटा रे भी अलाउ करला कोवेनेटेड रे भी हला नाउ ओपन टू इंडियन सेल्स एटा नाउ ओपन टू इंडियन सेल्स नाउ ओपन टू इंडियन सेल्स तेणु आगु जो ये कोवेनेटेड सिविल सर्वेंट थिला कोवेनेटेड सिविल सर्विसेज आ नॉन कोवेनेटेड एटा थिला तो कोवेनेटेड टा कोन हला ना हायर रैंक ऑफिसर्स और नॉन कोवेनेटेड ला लोअर रैंक ऑफिसर earlier it was also ये जो नॉन कोवेनेटेड एटा तो ऑलरेडी इंडियन माने तो चाकरी करथिले सब किंतु हायर रैंक ऑफिसर्स माने को फर्स्ट टाइम कोन हला 1853 मसी एक्ट रे कल ओपन कंपटीशन हबो तास तो इंडियन माने भी सेतरे पार्टिसिपेट कर परिबा परीक्षा दे परिबा हला इंडियन फन भी ओपन रहला एटा बुझेला रे बुझा पड़ला कि एतरे से प्रॉब्लम रहला कि बुझा पड़ला रे अरे सब प्रेजेंट अछ ना कोन पड़लानी आगे सर अच्छे से आगे अच्छा सर तुम के किछ कहनो तो मोर पड़े पड़े वाला सब अच्छा एडा गला तापरे वर्तमान कोन करबा ना देखो तापर देखिबा ये सरला एडमिट देखिले तमारे कंट्रोल ऑफ कंपनी के भला रहला चेंज कराला तापर एडमिनिस्ट्रेशन रे केमती कोन चेंज कराला तापर हम देखिया सेंट्रल लेजिस्लेचर को भला रहला तापर जे पॉइंट को जा सेंट्रल लेजिस्लेचर सेंट्रल लेजिस्लेचर सेंट्रल लेजिस्लेचर रे आगुर को भला थिला कि रे ठंडा लागलान के मते आगुर को भला थिला आगुर थिला गवर्नर जनरल थिले ताकर एग्जीक्यूटिव काउंसिल रे गवर्नर जनरल रहले गवर्नर जनरल प्लस ताकर एग्जीक्यूटिव काउंसिल केतण मेंबर एग्जीक्यूटिव काउंसिल 7 जण मेंबर एग्जीक्यूटिव काउंसिल रे प्लस कमांडर इन चीफ हैला कमांडर इन चीफ CHIEF हैला
ଦେଖ ଏମାନେ କଣ ଏ ସବୁ ଏମାନେ କଣ କରୁଥିଲେ ଆଗରୁ ନା ଏମାନେ ବହୁତ ଲେଜିସ୍ଲେଟିଭ ଫଙ୍କସନ ଦେଖୁଥିଲେ ଏମାନେ ଏକ୍ଜିକ୍ୟୁଟିଭ କରୁଥିଲେ କାରଣ ଏମାନେ ନିଜେ ନିୟମ ବନେଇବେ ନିଜେ ଏକ୍ଜିକ୍ୟୁଟ କରିବେ କାରଣ ମେନ୍ ଥିଲେ ମାନେ ଏକ୍ଜିକ୍ୟୁଟିଭ ଏକ୍ଜିକ୍ୟୁଟିଭ କାଉନସିଲ ହେଲା ଗଭର୍ଣ୍ଣର ଜେନେରାଲ ହେଲେ କି କମାଣ୍ଡର ଇନ ଚିଫ ହେଲେ ତ ଏମାନେ ସବୁ ହେଲେ ଏକ୍ଜିକ୍ୟୁଟିଭ ଆକ୍ଚୁଆଲି ଏମାନଙ୍କର କାମ ହେଲା ଏକ୍ଜିକ୍ୟୁସନ କରିବା କିନ୍ତୁ ଏମାନଙ୍କର ଲେଜିସ୍ଲେଟିଭ ଦାୟିତ୍ୱ ବି ଥିଲା ତ ତାମାନେ ଲେଜିସ୍ଲେଟିଭ ଏକ୍ଜିକ୍ୟୁଟିଭ ଗୋଟେ ଗୋଟେ ବଡି ହିଁ କରୁଥିଲା ଏମାନେ ହିଁ ସବୁ କରୁଥିଲେ କିଛି ଡିଷ୍ଟିଂସନ ନଥିଲା କିନ୍ତୁ ଫାର୍ଷ୍ଟ ଟାଇମ 1853 ମସିହା ଆକ୍ଟରେ ଆକୁ ଅଲଗା କରାହେଲା ତାମାନେ କଣ ଏମାନେ ଗୋଟେ କଣ କଲେ ଲେଜିସ୍ଲେଟିଭ କାଉନସିଲର ବା ଗୋଟେ କଲେ ଲେଜିସ୍ଲେଟିଭ କାଉନସିଲରକୁ ଚୁଜ କଲେ କିଛିଟା କଣ ଏଠି କରାହେଲା ନା ପ୍ଲସ୍ ଏଇଟା ତ ରହିଥିଲା ଆଗରୁ ପ୍ଲସ୍ ଏଇ ଲେଜିସ୍ଲେଟିଭ କାଉନସିଲର 6 ଜଣଙ୍କୁ ଚୁଜ କରାହେଲା ଲେଜିସ୍ଲେଟିଭ କାଉନସିଲର ଲେଜିସ୍ଲେଟିଭ କାଉନସିଲର ଏଭଳିଆ 6 ଜଣ ଲୋକଙ୍କୁ ଚୁଜ କରାହେଲା ହେଲା ଇଏ ଅଲରେଡି କେତେ ଇଏ ଥିଲେ 1 ଇଏ 4 ଇଏ 6 ଇଏ ବି 6 ଥିଲେ ଏପଟେ ଏମାନେ ପ୍ରଥମେ ଇଏ ପୁରା ସବୁ ସମ୍ପୂର୍ଣ୍ଣ ମାନେ କଣ ଏମାନେ ସବୁ ଏକ୍ଜିକ୍ୟୁଟିଭ ଗୁଡାକ ଏମାନେ ଏକ୍ଜିକ୍ୟୁଟିଭ ପ୍ୟୁରଲି ଏକ୍ଜିକ୍ୟୁଟିଭ ଏମାନେ 6 ଥିଲେ ଅଲରେଡି ତ ବର୍ତ୍ତମାନ 6 ଜଣ କାଉନସିଲରକୁ କରାହେଲା ଏଇ 6 ଜଣ କାଉନସିଲର କିଏ କିଏ ପ୍ରଥମ କରାହେଲା କିଏ ସେ ନା ଚିଫ ଜଷ୍ଟିସ ଅଫ ସୁପ୍ରିମ କୋର୍ଟ କୋଉଠି ହେଇଥିଲା କି ରେ କୋଲକାତା କୋଲକାତାରେ ଚିଫ ଜଷ୍ଟିସ ଅଫ ସୁପ୍ରିମ କୋର୍ଟ ଚିଫ ଜଷ୍ଟିସ ଅଫ ସୁପ୍ରିମ କୋର୍ଟ ଚିଫ ଜଷ୍ଟିସ ଅଫ ସୁପ୍ରିମ କୋର୍ଟରେ ଏମାନେ ଥିଲେ କୋଉଠି କାଲକାଟାରେ ଥିଲା ତ ଇଏ ରହିବେ ଦୁଇରେ କିଏ ରହିବ ଦୁଇରେ ଜଣେ ରହିବେ ଅଦର ରେଗୁଲାର ଜଷ୍ଟିସ ଅଫ ସୁପ୍ରିମ କୋର୍ଟ ଆଉ ଜଣେ ଜଜ ରହିବେ ଯେ ଅଦର ରେଗୁଲାର ଜଜ ଅଫ ସୁପ୍ରିମ କୋର୍ଟ ଅଦର ରେଗୁଲାର ଜଜ ଅଫ ସୁପ୍ରିମ କୋର୍ଟ 3 ନମ୍ବର କିଏ ରହିବେ ଆଉ 3 ନମ୍ବର କିଏ ରହିବେ 3 ନମ୍ବର ହେଲା ମାନେ ବେଙ୍ଗଲ ମାଡ୍ରାସ ବମ୍ବେ ଆଉ ଆଗ୍ରା ଏଇ ପ୍ରୋଭିନ୍ସରୁ ବି ଜଣେ ଜଣେ ଯୋଉ ଆମର ଲୋକାଲ ପ୍ରୋଭିନ୍ସ ଗୁଡାକ ଏଥିରୁ ବି ଜଣେ ଜଣେ କଣ ମାନେ ନୋମିନେଟ ହେଇକି ଯିବେ ବେଙ୍ଗଲ ବମ୍ବେ ମାଡ୍ରାସ ଆଉ ଆଗ୍ରା ହେଲା ଏଇ ସବୁ ପ୍ରୋଭିନ୍ସରୁ କିଛି କିଛି ଜଣେ ଜଣେ ଲୋକ ଇଏ 4 ଇଏ 1 ହେଲା କିଏ ସେ ଇଏ 4 ଇଏ ହେଲା 1 ଇଏ 1 ଇଏ 4 ଟୋଟାଲ କେତେ ହେଇଗଲେ 6 ହେଲା ଟୋଟାଲ 6 ଜଣ ଆମର ଲେଜିସ୍ଲେଟିଭ କାଉନସିଲର ବର୍ତ୍ତମାନ ରହିବେ ତେଣୁ ଇଏ 6 ଇଏ 6 ପ୍ଲସ ଇଏ 6 ଏଇ 12 ଜଣ ମିଶିକି ବର୍ତ୍ତମାନ କଣ କରିବେ ନା କଣ କରିବେ କିରେ 6 ପ୍ଲସ 6 ଇଏ ବର୍ତ୍ତମାନ କଣ 12 ଏମାନେ ବର୍ତ୍ତମାନ ଲେଜିସ୍ଲେସନ ବନେଇବେ ଟୋଟାଲ ଲେଜିସ୍ଲେଟିଭ ବନେଇବେ ପୁରା legislative responsible for legislation or legislation responsibility ଏମାନଙ୍କ ପାଖରେ ରହିଲା responsibility ତାମାନେ ଇଏ ମିଶିକି ଗୋଟେ ଛୋଟ ଟାଇପର ଆମେ କହିବା ଯେ ଗୋଟେ ମିନି କନଷ୍ଟିଟ୍ୟୁସନ ଟାଇପର ଗୋଟେ ବନେଇଲେ ହେଲା ତ ଇଏ 12 ଜଣ ମିଶିକି କଣ କରିବେ ବନେଇବେ ଆଉ ଇଏ ଏକ୍ଜିକ୍ୟୁଟିଭ ଦାୟିତ୍ୱ ହେଲା ଏମାନଙ୍କର କେବଳ ଏମାନେ ଏକ୍ଜିକ୍ୟୁଟ କରିବେ କିନ୍ତୁ ସମସ୍ତେ ମିଶିକି କଣ କରାଯିବ ବନାଯିବ ଲେଜିସ୍ଲେସନ ଲ ନୀତି ନିୟମ ସବୁ ବନେଇବେ ଲେଜିସ୍ଲେସନ ବନେଇବେ ତେଣୁ ଏଇଭଳିଆ ସିଷ୍ଟମ କରାଗଲା ହେଲା ଏଇଭଳିଆ ସିଷ୍ଟମ କରାଗଲା ତାପରେ ଦେଖିବା ଏ ବୁଝା ହେଲା ସେଣ୍ଟ୍ରାଲ ଲେଜିସ୍ଲେଚର କଣ ଚେଞ୍ଜ କରାଲା ବୁଝା ହେଲା ଆଗରୁ ଏତିକି ଥିଲା ଆଗରୁ କଣ ଥିଲା ନା ଆଗରୁ ଏଇତିକ ଥିଲା କେବଳ ଆଗରୁ ମାନେ ଆ ପୂର୍ବରୁ ଯୋଉ 1833 ମସିହାରେ ଆକ୍ଟ ବନିଥିଲା ଆଗରୁ ଏତିକି ଥିଲା ଏତିକ ଥିଲା କେବଳ ହେଲା ଏମାନେ ସବୁ ବନଉଥିଲେ କିନ୍ତୁ ଫାର୍ଷ୍ଟ ଟାଇମ ଏଇ 6 ଜଣଙ୍କ ପରିବର୍ତ୍ତେ ଆଉ 6 ଜଣଙ୍କୁ ରଖା ହେଲା ଲେଜିସ୍ଲେଟିଭ କାଉନସିଲର ସେମାନଙ୍କୁ କୁହାହେଲା ଯେମିତି କି ସେଥିରେ କିଏ ରହିଲେ ମେମ୍ବର ଚିଫ ଜଷ୍ଟିସ ଅଫ ସୁପ୍ରିମ କୋର୍ଟ ରହିଲେ ଅଦର ରେଗୁଲାର ଜଣେ ଆଉ ଜଣେ ରହିଲେ ସୁପ୍ରିମ କୋର୍ଟର ଆଉ ଜଣେ ଜଜ ରହିଲେ ତା ସହିତ ବେଙ୍ଗଲ ବମ୍ବେ ମାଡ୍ରାସ ଆଉ ଆଗ୍ରା ପ୍ରୋଭିନ୍ସରୁ ଜଣେ ଜଣେ କଣ ନୋମିନେଟେଡ ହେଲେ ତେଣୁ ଇଏ 4 ଜଣ ଇଏ 1 5 6 ଇଏ 6 ଜଣ କଣ ଲେଜିସ୍ଲେଟିଭ କାଉନସିଲର ବନିଲେ ବର୍ତ୍ତମାନ ତେଣୁ ଇଏ 6 ଇଏ ମିଶିକି 12 ଜଣ ହେଇଗଲେ ଏମାନେ ଲେଜିସ୍ଲେସନ ବନେଇବେ ସବୁ ନୀତି ନିୟମ ସବୁ ଡିସ୍କସନ କରିକି ଏମାନଙ୍କର ବନା ହବ ଆଉ ସେଗୁଡାକ ସବୁ ଏକ୍ଜିକ୍ୟୁଟ କରିବେ ଏମାନେ ସବୁ ଏଇ କାରଣ ଏଇ 6 ଜଣ ହେଲେ ଓନଲି ଏକ୍ଜିକ୍ୟୁଟିଭ କିନ୍ତୁ ସମସ୍ତେ ମିଶିକି ହେଇଗଲେ ଲେଜିସ୍ଲେଟିଭ ବୁଝିଛ ନା ନାଇଁ ଆରେ ବୁଝା ପଡିଲା ତେଣୁ ଫାର୍ଷ୍ଟ ଟାଇମ କଣ କରାହେଲା ନା ଏକ୍ଜିକ୍ୟୁଟିଭ ଆଉ ଲେଜିସ୍ଲେଟିଭ କୁ ଡିଫରେନ୍ସିଏଟ କରାହେଲା ବେଳେ ବେଳେ କ୍ୱେଶ୍ଚିନ ଆସେ ଯେ କୋଉ ଆକ୍ଟରେ ଏକ୍ଜିକ୍ୟୁଟିଭ ଆଉ ଲେଜିସ୍ଲେଟିଭ କୁ ଅଲଗା ଅଲଗା କରାହେଲା ବା ଡିଫରେନ୍ସିଏଟ କରାହେଲା ସେଟା ହଉଛି ସେକ୍ଟର ଆକ୍ଟ 1853 ଫାର୍ଷ୍ଟ ଟାଇମ ଏକ୍ଜିକ୍ୟୁଟିଭ ଆଉ ଲେଜିସ୍ଲେଟିଭ କୁ ଅଲଗା ଅଲଗା କରାଗଲା ଆମର ଏବେ ଯେମିତି ଆମର ଯୋଉ ବେସିକ ଡେମୋକ୍ରାସିର ବେସିକ ଟେନେଣ୍ଟରେ କଣ କରାହେଇଛି ଆମର ଏକ୍ଜିକ୍ୟୁଟିଭ ଲେଜିସ୍ଲେଟିଭ ଆଉ ଜୁଡିସିଆରୀ ଅଲଗା ଅଲଗା ନା ତାପରେ ଆମ ତିନିଟା ସ୍ତମ୍ଭ ମେନ୍ ତିନିଟା ସ୍ତମ୍ଭ କହୁଛି ଡେମୋକ୍ରାସିର ଇଣ୍ଡିଆନ ଡେମୋକ୍ରାସିର ତିନିଟା ମେନ୍ ସ୍ତମ୍ଭ ବା ମେନ୍ ପିଲର ଯଦି ଆମେ କହିବା ଗୋଟେ ଏକ୍ଜିକ୍ୟୁଟିଭ ନା କାର୍ଯ୍ୟପାଳିକା ଲେଜିସ୍ଲେଟିଭ ମାନେ କଣ ବିଧାନ ପାଳିକା ଆଉ ଜୁଡିସିଆରୀ ମାନେ ନ୍ୟାୟପାଳିକା
ତେଣୁ ଏଗୁଡ଼ାକ ସବୁ ଅଲଗା ଅଲଗା ସବୁ ବର୍ତ୍ତମାନ ଆଉ ଚତୁର୍ଥ ସ୍ତମ୍ଭ ଆମର କୁହାଯାଉଛି କାହାକୁ ମିଡ଼ିଆ ମିଡ଼ିଆକୁ ଛାଡ଼ ଆମର ତିନିଟା ମେନ୍ ମେନ୍ ସ୍ତମ୍ଭ ତେଣୁ ଏଗୁଡ଼ା ସବୁ ଅଲଗା ବର୍ତ୍ତମାନ ପରସ୍ପରଠୁ କିଏ କାହା ସହିତ ଇଣ୍ଟରଫିୟର କରିବେନି ତ ସେଇଭଳିଆ ଫାର୍ଷ୍ଟ ଟାଇମ୍ 1853 ମସିହା ଆକ୍ଟରେ ଚାର୍ଟର ଆକ୍ଟ 1853 ରେ ଲେଜିସ୍ଲେଟିଭ ମାନେ ମାନେ ବିଧାନପାଳିକା ଆଉ ଏକ୍ଜିକ୍ୟୁଟିଭ ମାନେ କାର୍ଯ୍ୟପାଳିକା ଆଉ ବିଧାନପାଳିକାକୁ ଅଲଗା ଅଲଗା କରାହେଲା ଯୋଉଟା କି ଆଗରୁ ସମସ୍ତେ ମିଶିକି ଗୋଟେ ଥିଲା ଫାର୍ଷ୍ଟ ଟାଇମ୍ ଏଇଟା ଅଲଗା କରାହେଲା ବୁଝିଲା ଏଇଭଳିଆ ବନାହେଲା ସେଣ୍ଟ୍ରାଲ ଲେଜିସ୍ଲେଚରକୁ ତାପରେ ଦେଖିବା ପ୍ରୋଭିନ୍ସିଆଲ ଲେଜିସ୍ଲେଚରରେ କ'ଣ କରାହେଲା ପ୍ରୋଭିନ୍ସିଆଲ ଲେଜିସ୍ଲେଚର ବର୍ତ୍ତମାନ ପଳେଇ ଆସ ପ୍ରୋଭିନ୍ସ ମାନଙ୍କରେ କ'ଣ କରାହେଲା ପ୍ରୋଭିନ୍ସିଆଲ ଏଇ କଲରଟା ଦେଖାଯାଉ ଠିକରେ ନା ଦେଖାଯାଉନି ଯାଉଛି ସାର୍ ଆଚ୍ଛା ପ୍ରୋଭିନ୍ସିଆଲ ଲେଜିସ୍ଲେଚରରେ ଆମକୁ ଜାଣିଛୁ ପ୍ରୋଭିନ୍ସିଆଲ ଲେଜିସ୍ଲେଚରରେ ଏମାନଙ୍କ ବର୍ତ୍ତମାନ ବି ଏମାନଙ୍କ ପାଖରେ କୌଣସି ଲେଜିସ୍ଲେଟିଭ ପାୱାର ନାହିଁ ଆରେ ବୁଝିପାରୁଛ ନା ନାହିଁ ବର୍ତ୍ତମାନ ଏମାନେ ଖାଲି ଏକ୍ଜିକ୍ୟୁଟିଭ ବଡି ହେଇ କାମ କରୁଛନ୍ତି ବା ଏମାନଙ୍କ ପାଖରେ ରିଅଲ କୌଣସି ଲେଜିସ୍ଲେଟିଭ ପାୱାର ନାହିଁ ହେଲା ତେଣୁ ଏଥିରେ କ'ଣ କରାହେଲା ନା ନୋ ଚେଞ୍ଜ ନୋ ଚେଞ୍ଜ ଯାହା ଆଗରୁ ଥିଲା ସେମିତି ନୋ ଚେଞ୍ଜ ହେଲା ନୋ ଚେଞ୍ଜ ମାନେ କିଛି କିଛି ଯାହା ଆଗରୁ ଯେମିତି ଥିଲା ସେମିତି ହେଲା ଲେଜିସ୍ଲେଟିଭରେ କିଛି ଚେଞ୍ଜ କରାହେଲା ଆଉ ରିଭେନ୍ୟୁ ଦେଖିବା ରିଭେନ୍ୟୁରେ କ'ଣ ଚେଞ୍ଜ କରାହେଲା ରିଭେନ୍ୟୁରେ କ'ଣ କ'ଣ କରାହେଲା ନା ନୋ ଚେଞ୍ଜ ରିଭେନ୍ୟୁ ବି କିଛି ଚେଞ୍ଜ ହେଲାନି ରିଭେନ୍ୟୁ ସେ ଯେମିତି ଆଗରୁ କ'ଣ ଥିଲା ମାନେ ରିଭେନ୍ୟୁ କଲେକ୍ଟେଡ୍ ଫ୍ରମ୍ ଦ ମାନେ ବ୍ରିଟିଶ ପଜେସନ୍ ଅଫ୍ ଇଣ୍ଡିଆ ତାପରେ କ'ଣ ସଲ୍ ଟାସ୍କ ଏଇଟା ବି ସେଇଭଳିଆ ରହିଲା ମାନେ ରିଭେନ୍ୟୁ କଲେକ୍ଟେଡ୍ from the British possession in India plus salt task ହେଲା salt task ବୁଝିଲା ତେଣୁ ଏଗୁଡ଼ା ବି କିଛି ଚେଞ୍ଜ କରାହେଲା ଏଇଟା ଆଗରୁ ବି ଆସିଲା ଏଇଟା ବି ସେୟା ରହିଲା କେବଳ ଆମର ସେଣ୍ଟ୍ରାଲ ଲେଜିସ୍ଲେଚରରେ ଆଡମିନିଷ୍ଟ୍ରେସନରେ ଟିକେ ଟିକେ ଚେଞ୍ଜ କଲେ ଏଇ 1853 ମସିହା ଆକ୍ଟରେ এটা କ୍ଲିୟର ହେଲା କି ଆରେ ଚାର୍ଟର ଆକ୍ଟ 1853 କ୍ଲିୟର ହେଲା କ୍ଲିୟର ହେଲା ମାନେ ସାଙ୍ଗେ ସାଙ୍ଗେ ବହିରେ ପଢିବା ଗଲା ମାନେ 1853 ଆକ୍ଟ ମାନେ ଲକ୍ଷ୍ମୀକାନ୍ତରୁ ପଢିବ କ'ଣ କ'ଣ ପଏଣ୍ଟ ଅଛି ତା ରିଲେଟେଡ୍ ଏମସିକ୍ୟୁ କିଛି ଲଗାଇବାକୁ ଚେଷ୍ଟା କରିବ ତ ତାହେଲେ ଠିକ ହବ ହେଲା ଏବେ ସରିଲା କ୍ଲିୟର ହେଲା 1853 ଚାର୍ଟର ଆକ୍ଟ 1853 ସମସ୍ତଙ୍କର କ୍ଲିୟର କି ଆଉ ସବୁବେଳେ ଯାହା ଯାହା ପଢା ହଉଛି ତାକୁ ଅପଡେଟ୍ ରହୁଥିବ ଏବେ ବହୁତ କମ ପଢା ହଉଛି ତ ଅପଡେଟ୍ ରହୁଥିବ ପୁରା ଆମକୁ ଏଗୁଡ଼ାକ ଭଲ ଭାବରେ କ୍ଲିୟର ହେଇଯିବା ଦରକାର ଏଗୁଡ଼ାକ ବଡ଼ ଆଗକୁ ଯାଇକି କନଫ୍ୟୁଜନ ବହୁତ କ୍ରିଏଟ୍ କରିବ କୋଉ ଆକ୍ଟରେ କ'ଣ ହେଇଥିଲା ତ ଏଗୁଡ଼ାକ ଆରାମସେ ବର୍ତ୍ତମାନ କ୍ଲିୟର ହେଇଯିବା ଦରକାର ହଁ ଆଚ୍ଛା ହଉ ଠିକ ଅଛି ତାପରେ ନେକ୍ସଟ ଆକ୍ଟକୁ ଯିବା ଏଇଟା ସମସ୍ତେ କ୍ଲିୟର ତ ନା କାହାର ପ୍ରୋବ୍ଲେମ ରହିଲା ଆରେ କାହାର ପ୍ରୋବ୍ଲେମ ରହିଲା କି ଆଚ୍ଛା ନେକ୍ସଟ ଆକ୍ଟକୁ ଯିବା ଯୋଉଟା ହଉଛି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1858 এটা সরলা তারপরে গভর্নমেন্ট অফ ইন্ডিয়া অ্যাক্ট 1858 গভর্নমেন্ট অফ ইন্ডিয়া অ্যাক্ট 1858 গভর্নমেন্ট অফ ইন্ডিয়া অ্যাক্ট 1858 देख ये आक्ट पढ़िया पूर्व आम यू बर्तमान दरकार मेन बर्तमान रिली मेन बहुत स्टार्ट है आर कौन कौन बुझीपार यू कारण आम जो मेन आम जो हिस्ट्री सिलेबस अच्छी से कौन लिखाई से लिखाई जे माने इंडियन फ्रीडम मूवमेंट फ्रॉम कौन सिपाही म्यूटिनी 1857 मसीहा पर तेनाली बर्तमान ये आक्ट बनला 1858 मसीहा आमको हिस्ट्री भी दरकार हम सब दरकार हम जो पॉलिटी तो सब दरकार है तेणु बटी भल भाव शुण ये आक्ट आम विभिन्न बेले बेले लंग क्वेश्चन आगुरी पड़ता है बस पकाना पकेबे आगुरी डायरेक्ट पकाउले गवर्नमेंट ऑफ इंडिया एक्ट 1858 से कह 15-16 बेलू जिन बहुत इजी थी माने इजी कौन देखते से कम सीट था किसी पिला पाते सब स्कूल पाई जाते किंतु क्वेश्चन बहुत इजी था डायरेक्ट पकाउले गवर्नमेंट ऑफ इंडिया एक्ट 1858 10 मार्क में खाली लिखिए कौन कौन प्रोविजन लिखार अच्छे 1858 एक्ट तत्पर लिखिदार अच्छे और छाड़ा आम डिस्कसन करिए गवर्नमेंट ऑफ इंडिया एक्ट 1858 देख 1858 है पूर्व सिपाही विद्रोह होता तुम मन अच्छे 1857 मसीह 1857 मसीह कौन होता अरे सिपाही विद्रोह होता सिपाही म्यूटिन होता ना 1857 मसीह तो जो आम सिपाही म्यूटिन जो मॉडर्न इंडिया पढ़ा डिटेल्स डिस्कसन करवा सिपाही म्यूटिन जो मॉडर्न इंडिया पढ़ा से डिस्कसन करवा एबे मु कहबार उद्देश्य है खाली एतिक जान जे एक्चुअली सिपाही म्यूटिन जो होता ये आक्ट रे कौन कौन रहा पूर्व सिपाही म्यूटिन कहीं होता से विषय टिके जस्ट डिस्कसन करदे तो मेन मेन रखा जे गोटे लिखा सोल्जर मान गोटे पॉइंट रखा सोल्जर कारण यहाँ मेनली सिपाही म्यूटिन एथि सोल्जर मान द्वारा स्टार्ट होता
तो सोल्जर मानू कौन प्रोब्लेम होता जनरल लोक कौन प्रोब्लेम होता साधारण लोक मानू आ बाकी जो प्रिंसली स्टेट थे राजा माने किंगडम जो छोट छोट किंगडम राजा प्रिंसली स्टेट गुड़ा कौन प्रोब्लेम होता ये सब लक्ष्य रखी आम लिखा स्टार्ट करवा बुझा स्टार्ट करवा प्रथम कथा देख साधारण लोक तो बहुत प्रोब्लेम है कारण तुम जानी 1813 मसीह जो चार्टर एक्ट बनला से समस्त परमिशन दिगला यूरोपियन लोक सब आसवे जी जो कारण ट्रेड मनोपोली हटे दिगला केवल क्या छाड़ी केवल केवल टी आउ काबरे टी आउ चाइना ट्रेड चाइना ट्रेड आउ टी माने ट्रेड विथ चाइना आउ टी ए दिटा छाड़ी सब हटे दिगला मनोपोली तो यूरोप बा इंग्लैंड रो गुडाई कंपनी भी अलग कंपनी सब आसिक पहुंची गले सहित क्रिश्चियन मिशनरी मान भी चांस दिगला तुम आसिक तुम काम कर पारिबो तेणु क्रिश्चियन मिशनरी गुडा आसिक इंग्लिश लैंग्वेज रे पढ़िया स्टार्ट कले बा इंग्लिश एजुकेशन रो विस्तार करिया स्टार्ट कले से दिन स्टार्ट है ना एबे भी हमर इंग्लिश प्रति काफी दुर्बलता ଏବେ ବି ତମେ ଦେଖିବ ଟିକେ ରୁରାଲ ଏରିଆ ଆଡିକି ପଳେଇବ ଟିକେ ଲୋକ ଇଂଲିଶ ଟିକେ କହିଦେଲେ ଲୋକ ବହୁତ ଲେଖୁଛନ୍ତି କାରଣ ସେଇ ଦିନଠୁ ଚାଲି ଆସିଛି ଇଂଲିଶ କହିଲା ମାନେ ହାଇ ପ୍ରେଷ୍ଟିଜ ବୁଝୁଛ ନା ନାଇଁ ଏବେ ଆଉ ଲୋକ ଏତେ ତବଜ ଦଉନାହାନ୍ତି ଇଂଲିଶକୁ କିନ୍ତୁ ଗ୍ରାଜୁଆଲି 20 ବର୍ଷ ପୂର୍ବରୁ ତମେ ଚାଲିଯାଅ ବହୁତ ଥିଲା ତ କଣ ସ୍ପିଚ ଦଉଛ ଇଂଲିଶ ଦି ଲାଇନ କହିଦେଲା ମାନେ ଲୋକ ତାଳି ମାରିବେ ବୁଝନ୍ତୁ ନ ବୁଝନ୍ତୁ କାରଣ ଇଂଲିଶ କହିଲା ସେଇଟା ଗୋଟେ ପ୍ରେଷ୍ଟିଜ ଥିଲା ଏବେ ବି ଆମର ଦେଖିବ ହାୟର ଲୋକ ମୋଟିଭର ଯୋଉ ହାୟର ସୋସାଇଟିର ଲୋକମାନେ ଇଂଲିଶରେ କଥାବାର୍ତ୍ତା ହୁଅନ୍ତି ଜେନେରାଲି ତମେ ଦେଖିବ ଏଇଟା ହଉଛି କଣ ନା ଏଇଟା କିଛି ବଡ କଥା ମାନେ ନୁହେଁ ଏଗୁଡାକ ବିକୃତ ମସ୍ତିଷ୍କ ଖାଲି ସବୁଠୁ ସେଇମାନେ ହେଲେ ବେଷ୍ଟ ଲୋକ ଯୋଉମାନେ ମାତୃଭାଷାରେ କଥା ହୁଅନ୍ତି ହେଲା ମାତୃଭାଷା କାହିଁକି ଅଛି ମାତୃଭାଷାରେ ଯଦି କଥା ହବାନି ଆଉ ମାତୃଭାଷା ଆମେ ନ କହିବା କଣ ବାହାର ଲୋକ ଆସିକି କହିବେ ଘରେ ଆମେ ଯଦି ଓଡିଆରେ କଥାବାର୍ତ୍ତା ହବାନି ବାହାର କି ଓଡିଆରେ କଥାବାର୍ତ୍ତା ହବ ଇଭିନ୍ ବି ଏକଥା ଛାଡ ଇଭିନ୍ ବି ଇଣ୍ଟେଲେକ୍ଚୁଆଲ ମୁଁ ଗୋଟେ ଏକ୍ସପିରିଏନ୍ସ ସେୟାର କରୁଛି ମୁଁ ଆମର ଇଞ୍ଜିନିୟରିଂ କଲା ବେଳେ ଯୋଉ ଆମର ସବୁ ଲ୍ୟାବ କ୍ଲାସ ହୁଏ ଭାଇ ଭାଇ ସବୁ ଲାବୋରେଟୋରୀ କ୍ଲାସର ଭାଇ ଭାଇ ଆମର ଏଇ ସବୁ ସେତେବେଳେ ଦେଖ ବିଟେକ୍ ଛୁଆ ଗୁଡାକ ସବୁ କଣ କରନ୍ତି ନା ଆମ ସେଇ ସିଟ୍ରେ ଯାଇକି ଏମଟେକ୍ କରନ୍ତି ତା ସହିତ ସେଠି ସବୁ ପ୍ରଫେସରଙ୍କ ଅଣ୍ଡରରେ ଯୋଉ କରନ୍ତି ତ ସେମାନେ ଆସିକି ଲ୍ୟାବ କ୍ଲାସ ନିଅନ୍ତି ସବୁ ସେଇ ସମୟରେ ଯୋଉମାନେ ବିଟେକ୍ କମ୍ପ୍ଲିଟ୍ ହେଇଯାଇଥାଏ ତ ବାହାର ବାହାର କଲେଜରୁ ସବୁ ଆସି କରନ୍ତି ତ ଗୋଟେ ଜଣେ ଲେଡି ଥିଲେ ସେ ଟିଚର ଥିଲେ ସେଠି ଲ୍ୟାବ କ୍ଲାସରେ ଆମର ସବୁ ସେ ଡ୍ରଇଂ ଫ୍ରଇଂର କ୍ଲାସର ଆମର ପ୍ରଫେସର ଆକ୍ଚୁଆଲି ଦାୟିତ୍ୱରେ ଥାନ୍ତି କିନ୍ତୁ ପ୍ରଫେସର ତ ଗଭର୍ଣ୍ଣମେଣ୍ଟ କଲେଜରେ ପ୍ରଫେସର ମାନେ ଏତେ ମାନେ କଣ କହିବା ସେଗୁଡା ବୁଝିପାରୁଛ ନା ତେଣୁ ସେମାନେ ଏତେ ଟାଇମ ଜଷ୍ଟ ଖାଲି 15-20 ମିନିଟ୍ ଖଣ୍ଡେ ବୁଝେଇକି ପଳେଇ ଯାଆନ୍ତି ସବୁ ପୁରା କ୍ଲାସ ତ ରୁହନ୍ତିନି ନା ତ ସେଇ ସବୁ ତାଙ୍କ ଯୋଉ ଆସିଷ୍ଟାଣ୍ଟ ଗୁଡାକ ଯୋଉ ବିଟେକ୍ ପିଲା ଗୁଡାକ ତାଙ୍କ ଅଣ୍ଡରରେ କିଛି ମାନେ ଏମଟେକ୍ ଫେମଟେକ୍ କରୁଥାନ୍ତି କି ଏମିତି କଣ କରୁଥାନ୍ତି ସେ ଆସିକି ରୁହନ୍ତି ତ ତାଙ୍କ ଭିତରୁ ଜଣେ ଆମର ଭାଇ ନଉଥିଲେ ହେଲା ସେ କଣ ଗୋଟେ କୋଶ୍ଚିନ୍ ଗୋଟେ ପଚାରିଲେ ତ ସେ ପଚାରିଲେ ଯେ ମୁଁ କହିଲି ଆରେ ଓଡିଆରେ କହିଲି ଲାଙ୍ଗୁଏଜରେ କଣ ଅଛି ତମକୁ ଓଡିଆରେ କଥାଟା ତମେ ବୁଝା ପଡିଛି ନା ଜଣା ପଡିବା ଦରକାର ପିଲାଟା ପରଫେକ୍ଟଲି ବୁଝିଛି ନା ନାହିଁ ସେ ଜିନିଷ ଜାଣିବା ଦରକାର ସେ କହୁଛି ଟେଲ୍ ମି ଇନ୍ ଇଂଲିଶ ମୁଁ କହିଲି କଣ ଇଂଲିଶ କାହାକୁ ଆସେନି ଗ୍ରାଜୁଏସନ କରୁଛି ଗୋଟେ ପିଲାଟେ ପୁଣି ସିଟ୍ ରେ କରୁଛି ତାକୁ ଇଂଲିଶ କହି ଆସେନି ମୁଁ କହିଲି ସେ କଣ ବୁଝିଲା ନ ବୁଝିଲା ଏଠୁ ମାନେ ଭେରି ଲୋ ଷ୍ଟାଣ୍ଡାର୍ଡର ଟିଚର ସବୁ ବୁଝୁଛ ନା ନାଇଁ ପିଲା ହଉଛି ସିଏ ଯେ ଜିନିଷଟାକୁ ଠିକ ସେ ବୁଝିଗଲା କୋଉ ଲାଙ୍ଗୁଏଜରେ ତମେ କହୁଛ ସେଟା ଇମେଟେରିଆଲ ଇଭିନ୍ ତମେ ୟୁପିଏସସି ର ଏକ୍ସାମ ଓଡିଆ ବି ଦେଇପାରିବ ଯଦି ଚାହିଁବ ତମେ ୟୁପିଏସସି ର ପିଲାଙ୍କ ହିନ୍ଦୀ ମାଧ୍ୟମରେ ଦେଇକି ପାଉନାହାନ୍ତି ହିନ୍ଦୀ ମାଧ୍ୟମରେ ଦେଇକି ରାଙ୍କ ରଖୁନାହାନ୍ତି ତ ଓଡିଆ ମାଧ୍ୟମରେ ବି ଦେଇ ହବ ଓଡିଆରେ ବି ଇଣ୍ଟରଭ୍ୟୁ ହବ ସବୁ ଲାଙ୍ଗୁଏଜ ଇମେଟେରିଆଲ ଜିନିଷ ଠିକ ସେ ବୁଝା ପଡିବା ଦରକାର କନସେପ୍ଟଟା ପୁରା ମନ ଭିତରେ ବସିଯିବା ଦରକାର ହେଇଥିଲା କଣ ତେଣୁ ଆମ ନିଜ ଲାଙ୍ଗୁଏଜରେ କହିଲେ କଣ ଖରାପ ବୁଝିପାରୁଛ ନା ଆଚ୍ଛା ଠିକ ଅଛି ତାପରେ କଣ ହେଲା ମୁଁ କହୁଥିଲି ନା ହଁ ଯେମିତି ହେଲା ଯୋଉ ସାଧାରଣ ଲୋକମାନଙ୍କ ପାଖରେ ଯୋଉ ହେଲା ଦେଖିଲେ ଯେ ଇଂଲିଶ ଏଜୁକେସନ ସ୍ପ୍ରେଡ କଲାଣି ତ ଆମର ଯୋଉ ମାତୃଭାଷା ଅଛି ତାକୁ ବି ଏମାନେ ନେଗ୍ଲେକ୍ଟ କରିବା ଷ୍ଟାର୍ଟ କଲେ ଇଂଲିଶ ଆଉ ବହୁତ ଆମ ଲୋକମାନଙ୍କର ତ ପ୍ରକୃତି ଜାଣିଥିବ ବାହାର ଜିନିଷକୁ ବହୁତ ଆଡପ୍ଟ କରିବେ କ୍ରେଡିଟ ମାରି ହେବେ ତମ ଆଗରେ ଆମେ ଏମିତି କଲୁ ସେମିତି କଲୁ ତ ଏଇଟା ହବା ଦ୍ୱାରା ସାଧାରଣ ଲୋକମାନଙ୍କ ପାଖରେ ବି କାଫି ରାଗ ଆସିଥିଲା ଯେ କିଛିଟା ଏଲିଟ୍ ସେକ୍ସନ ଲୋକ ଭାବୁଛନ୍ତି ଯେ ଇଂଲିଶ ଲାଙ୍ଗୁଏଜ ଶିଖୁଛନ୍ତି ଇଏ ଫିଏ ତ ଇଂଲିଶ ଲାଙ୍ଗୁଏଜ ଯୋଉ ସ୍ପ୍ରେଡଟା ଲୋକମାନଙ୍କୁ ଭଲ ଲାଗୁନଥିଲା ତାଙ୍କୁ ନିଜର ମାନେ ନିଜର ଐତିହ୍ୟକୁ ଆମେ ଭୁଲି ଯାଉଛୁ ମାନେ ଏବେ ବି ଆମେ ଭୁଲି ଯାଇନେ କି ଏବେ ମ୍ୟାକ୍ସିମମ୍ ଏଜୁକେଟେଡ ପିଲାଙ୍କୁ ଓଡିଆ ଆସୁନି ମ୍ୟାକ୍ସିମମ୍ ଏଜୁକେଟେଡ ପିଲାଙ୍କୁ ଓଡିଆ ସଂସ୍କୃତି ଏବେ ବି ଆମେ ଓଡିଆରେ 12ଟା ମାସ ଦିବସରେ ଆମେ କହିପାରିବାନି ସବୁ ଥକିବା ଏବେ ବି ଆମମାନଙ୍କୁ ସମସ୍ତେ କୁହ ଓଡିଆରେ 12ଟା ମାସ କହିଲୁ କେବେଠୁ କହିପାରିବା ଓଡିଆରେ ବିଭିନ୍ନ ପ୍ରକାର ଯୋଉ ପର୍ବପର୍ବାଣି ହଉଛି ବିଭିନ୍ନ ତିଥି ଇଏ ସବୁ ଜିନିଷ ଯୋଉ ପାଳନ କରାହଉଛି ଆମକୁ ସବୁ ଜଣା ଅଛି ଆମକୁ ଗୁଡ ଫ୍ରାଇଡେ ଜଣା ଅଛି ଆମକୁ ବିଭିନ୍ନ ପ୍ରକାର ନ୍ୟୁ ଇୟର କେତେ ଇଂଲିଶରେ ନ୍ୟୁ ଇୟର ସେଲିବ୍ରେସନ ଜଣା ଅଛି ଆମକୁ ଏବେ ଲୋକ ମୁଁ ଦେଖୁଥିଲି କଣ ଥ୍ୟାଙ୍କ୍ସ ଗିଭିଂ ସେରେମନି ସବୁ କରୁଛନ୍ତି ମାନେ ୱେଷ୍ଟର୍ଣ୍ଣର ଯେତେ ଜିନିଷ ଆମକୁ ସବୁ ଜଣା ଅଛି ଆମେ ସେ ଶିଖୁଛନ୍ତି କିନ୍ତୁ ଆମ ନିଜକୁ ଆମେ ଭୁଲିଗଲେଣି କେବେ ସଂକ୍ରାନ୍ତି ପଡେ କେବେ ପୂର୍ଣ୍ଣିମା ହୁଏ ଏଗୁଡା ଆମକୁ ଜଣା ଅଛି ଠିକ ସେ ବୁଝା ପଡୁଛି ଏବେ ଆଉ କହିବାର ଉଦ୍ଦେଶ୍ୟ ହେଲା ଆମେ ସବୁ ଓଡିଆ ମିଡିୟମରେ ପଢିକି ଓଡିଆ ଭାଷା କହିକି ରୁରାଲ ଏରିଆରେ ରହିକି ଆମର ଏଇ ଅବସ୍ଥା ଆଉ ଯୋଉମାନେ ହାଇ ସୋସାଇଟିରେ ରହୁଛନ୍ତି ମାନେ କେବେ ଗାଁକୁ ଆସିନାହାନ୍ତି ମେଟ୍ରୋରେ ରହୁଛନ୍ତି ସେମାନଙ୍କର ଅବସ୍ଥା କଣ ହେଇଥିବ ଆମର ତେଣୁ ଗ୍ରାଜୁଆଲି वी आर गोइंग अवे फ्रॉम ओडिया कल्चर ओडिया लैंग्वेज ଆଉ ଯୋଉଟା କି ଭଲ ନୁହଁ
କାରଣ ଏଇମାନଙ୍କୁ ସବୁ ମୂର୍ଖ ବୋଲି କିଏ କହିଛନ୍ତି? ଗଙ୍ଗାଧର ମେହର। ଓଡ଼ିଆ ଭାଷାର ମମତା ଯଦି ତମ ହୃଦୟ ନାହିଁ, ଏଗୁଡ଼ା ଜଷ୍ଟ କମ୍ପ୍ଲିଟଲି ଅନଏଜୁକେଟେଡ୍ ମୂର୍ଖ ସହିତ ସମାନ, ଆଉ କିଛି ନୁହଁ ହେଲା। ତେଣୁ ସେଇ ଜିନିଷ ପ୍ରତି ଆମେ ଦୂରେଇ ଯାଉଛେ, ସେଇଟାକୁ ହବା କଥା ନୁହେଁ, କିନ୍ତୁ ହଉଛି ଆସ୍ତେ ଆସ୍ତେ ସ୍ରୋତ ସେଇଆଡ଼େ ବହି ଚାଲିଛି। ବର୍ତ୍ତମାନ ଆମେ ମାନେ ଯେତେ ଚାହିଁଲେ କିଛି ଲୋକ ଭଲ ଲୋକ ଯଦି ଆସିବେ ଚେଷ୍ଟା କରିବେ ତ ଆମେ ରହିବା, ହୁଏ ତ ପୁଣି ଆମ ମାନଙ୍କର ଆମେ ରିଭାଇଭ୍ କରିପାରିବା, ପୁଣି ଆମ ପୂର୍ବ କଥାକୁ ଆମେ କରିପାରିବା। ତେଣୁ ଏତେବେଳେ ଏଇ ଜିନିଷଟା ବହୁତ, ସେତେବେଳେ ନା ଏଇ ଜିନିଷଟା ବହୁତ ଲୋକଙ୍କୁ ଖଟକୁଥିଲା ଯେ ଇଂଲିଶ ଲାଙ୍ଗୁଏଜ ଆସିବା ଦ୍ୱାରା ତାଙ୍କ କଲଚର ଏଠିକି ଏଣ୍ଟ୍ରି ମାରୁଛି। କାରଣ ତମେ ଦେଖିବ ଆମେ ଓଡ଼ିଆରେ ଆଉ ଷ୍ଟାର୍ଟିଂରୁ ପଢୁଥିଲେ ଅରଣା ମହିଷି ରହିଛି ନାହିଁ, ମହିଷିର ପାଖ ନ ଯାଅ ତ ନାହିଁ, ଏଇ ଟାଇପର ଲାଙ୍ଗୁଏଜ ଆମେ ପଢୁଥିଲେ, ଯୋଉଟା କି ଆମ ନିଜ ଲାଙ୍ଗୁଏଜଟାକୁ ଆମକୁ ସୁଟ୍ କରୁଥିଲା। କିନ୍ତୁ ବର୍ତ୍ତମାନ ଲୋକ କଣ ପଢୁଛନ୍ତି? ପିଲା କଣ ପଢୁଛନ୍ତି? ରାଇମ୍ସ ପଢୁଛନ୍ତି ସବୁ, ଟ୍ୱିଙ୍କଲି ଟ୍ୱିଙ୍କଲି କଣ ସବୁ ଇଂଲିଶ ଲାଙ୍ଗୁଏଜରେ ପଢୁଛନ୍ତି ନା। କଣ ଓପନ ୟୋର ମାଉଥ ହା ହା ହା, ବିଭିନ୍ନ ପ୍ରକାର ସବୁ ଛୋଟ ଛୋଟ ରାଇମ୍ ସବୁ ତାଙ୍କୁ ଶିଖା ହଉଛି। ଜର୍ଣ୍ଣି ଜର୍ଣ୍ଣି ଏଇ ଟାଇପର ପିଲା ଶିଖୁଛନ୍ତି ଏବେ ନା, ଆଉ ଥୋଡ଼ି ସେଇ ଆମ ଯୋଉ ଓଡ଼ିଆ ଲାଙ୍ଗୁଏଜର ଜିନିଷ ଅଛି ଆଉ। ଏବେ ଆମକୁ ଭଲ ଲାଗୁ, ଏଇଟା ଭଲ ଲାଗୁଛି, ଲୋକ ଏଗୁଡାକୁ ଭଲ ଦୃଷ୍ଟିରେ ଦେଖୁଛନ୍ତି। ଲୋକ ନିଜର ଛୁଆ ଯଦି, କାରଣ ଏମାନେ ଲାଇଫରେ କେବେ ଇଂଲିଶ କହିନାହାନ୍ତି, ତାଙ୍କ ଛୁଆଟି ଇଂଲିଶ କହିଲେ ଆମକୁ ଭଲ ଲାଗୁଛି, ଆମ ଛୁଆ ଇଂଲିଶରେ କଥାବାର୍ତ୍ତା କରୁଛି, ବୁଝୁଛ ନା ନାଇଁ? ଏଇ ଜିନିଷଟା ସେତେବେଳେ ଲୋକଙ୍କୁ ଭଲ ଲାଗୁନଥିଲା। ଲାଗୁଥିଲା ଆମ ସଂସ୍କୃତି ଆମେ ଭୁଲି ଯାଉଛୁ, ଆମ ଐତିହ୍ୟଠୁ ଆମେ ଭୁଲି ଯାଉଛୁ, ଆମେ ଦୂରେଇ ଯାଉଛୁ ଇଂଲିଶ ହେବା ଦ୍ୱାରା। ଏଇଟା ରାଗ ଆସୁଥିଲା ସାଧାରଣ ଲୋକଙ୍କ ପାଖରେ। ତା ସହିତ ବି ଆଉ ଗୋଟେ ଥିଲା ଯେ ସାଧାରଣ ଲୋକଙ୍କୁ ଯୋଉ ବିଭିନ୍ନ ଟ୍ୟାକ୍ସ ଲଗେଇକି, ଜମିଦାରୀ ସିଷ୍ଟମ ଚଲେଇ ବିଭିନ୍ନ ଟ୍ୟାକ୍ସ ଲଗେଇ ଅଣାୟତ୍ତ କରିଥିଲେ ସବୁ, ତ ସେମାନେ ବହୁତ ଟେନସନରେ ଥିଲେ ତାମାନେ। ତ ଗୋଟେ ରାଗ, ଗୋଟେ କଣ ଆଙ୍ଗର, ଆକୁମୁଲେଟେଡ୍ ଆଙ୍ଗର ତାଙ୍କ ଭିତରେ ଥିଲା। ତାପରେ ସହିତ ବି ତମେ ଦେଖିବ, ତାପରେ ଯୋଉ ଆମେ ଯଦି ଦେଖିବା ଯୋଉ ରାଜା ପ୍ରିନ୍ସଲି ଷ୍ଟେଟ୍ ଗୁଡାକ ଥିଲା, ସେ ବି ପ୍ରବଳ ଟେନସନରେ। କାରଣ ଯାହାର ଡକ୍ଟ୍ରିନ୍ ଅଫ ମାନଙ୍କର ତମର ପୁଅ ହେଲାନି, କୌଣସି କାରଣରୁ ତମର ପୁଅ ନାହିଁ, ତମ ରାଜ୍ୟଟା ପଳେଇବ ବ୍ରିଟିଶ ଲୋକମାନଙ୍କ ଅଣ୍ଡରକୁ। ତମେ କାହିଁ ତମେ କାହାକୁ ଗୋଟେ ମାନେ ରଖିପାରିବନି, ତମର ଆଡପ୍ଟେଡ ସନ୍ ରଖିପାରିବନି, ତମେ କାହାକୁ ଆଡପ୍ଟ କରିପାରିବନି ନା, ଯଦି ତମର ନାହିଁ ତମେ ବ୍ରିଟିଶ ମାନଙ୍କ ଅଣ୍ଡରକୁ କାହିଁ ପଳେଇବ। ଇଏ ଗୋଟେ ବହୁତ ଗୋଟେ କଣ୍ଟ୍ରୋଭର୍ସିଆଲ ନିୟମ କରିକି ଯୋଉ ଜବରଦସ୍ତି ଅକ୍ତିଆର କରୁଥିଲେ। କାରଣ ବ୍ରିଟିଶଙ୍କ ସହିତ ପଙ୍ଗା ନେଲେ ବି ଖରାପ, ତମେ ମଲ, ନ ନେଲେ ବି ମଲ। କାରଣ ଯଦି ତମେ ଡକ୍ଟ୍ରିନ୍ ଅଫ ଲାପ୍ସ ତାଙ୍କୁ ମାନି ନେଉଛ ତ ତମ ରାଜ୍ୟ ବି ଗଲା। ଯଦି ନ ନଉ ତାଙ୍କ କଥା ବି ନ ମାନୁଛ, ସେ ତମକୁ ଆସିକି ତମକୁ ମାନେ ତମ ସହିତ ଫାଇଟ୍, ମାନେ ୱାର କରିକି ତମକୁ ହରେଇକି ତମକୁ ନେଇଯିବେ ଜବରଦସ୍ତି। ଏଭଳିଆ କଣ୍ଡିସନ ଥିଲା, ସେମାନଙ୍କର ଆକୁମୁଲେଟେଡ୍ ଆଙ୍ଗର ଥିଲା ଗୋଟେ। ତା ସହିତ ବି ତମେ ଯଦି ଦେଖିବ ସୋଲଜର ମାନଙ୍କ କଥା ଦେଖିବ, ତ ସୋଲଜର ମାନଙ୍କୁ ସେତେବେଳେ କଣ ହଉଥିଲା ନା, ବ୍ରିଟିଶ ଲୋକମାନେ ଆମ ସୋଲଜର ମାନଙ୍କୁ ସବୁ ମାନେ ସେତେବେଳେ ତ ଏତେ ଫ୍ଲାଇଟ୍ ଫ୍ଲାଇଟ୍ କିଛି ନଥିଲା, ଜଳପଥରେ ସିପ୍ ମାଧ୍ୟମରେ ଏମାନଙ୍କୁ ସବୁ ନେଇକି ବିଭିନ୍ନ ଅଲଗା ଯୋଉଠି ୱାର ଲାଗୁଥିଲା ଅଲଗା କଣ୍ଟ୍ରି ମାନଙ୍କରେ, ସେଠି ନେଇକି ସବୁ ରହୁଥିଲେ। ତ ଆମ ସୋଲଜର ମାନଙ୍କ ଗୋଟେ ଧାରଣା ଥିଲା, ଯଦି ଆମେ ମାନେ ନୌକାରେ ସମୁଦ୍ର ପାର କରୁ, ତମେ ଧର୍ମଭ୍ରଷ୍ଟ ହେଇଯିବ। ତ ସେଇଟା ବି ତାଙ୍କ ଟେନସନ ଥିଲା। ତାପରେ ଆଉ ଗୋଟେ ଯୋଉ ଇମିଡିଏଟ ରିଜିନ ଯୋଉଟା କୁହାହଉଛି, ଯେ ଗୋଟେ ଗ୍ରୀଜ୍ଡ କାର୍ଟ୍ରିଜ ଯୋଉ ମାନେ ଇଏ ପାଇଁ ଏନଫିଲ୍ଡ ରାଇଫଲ ପାଇଁ, ତ ଗ୍ରୀଜ୍ କାର୍ଟ୍ରିଜ ଗୋଟେ ୟୁଜ କରାହଉଥିଲା, ଯୋଉଥିରେ କୁହାହଉଥିଲା କି ଘୁଷୁରୀ ଆଉ କାଉର, ମାନେ ଯୋଉ ଘୁଷୁରୀ ଆଉ ଗାଈର, ମାନେ କାଉ ଆଉ କଣ ପିକ୍, ତାର ମାଂସରେ ସେଇଟା ତାକୁ ବନା ହେଇଛି ତା ଇଏରେ। ତେଣୁ ଆମର ଯୋଉ କାଫି କାଫି ବ୍ରାହ୍ମଣ ଲୋକ ଥିଲେ, ଆମର ଯୋଉ ଥିଲେ, ଏଗୁଡାକ ଯଦି ଆମେ ଖାଇକି ଏସାଡେ ପାଟିରେ ଭିଡିକି ସେଟା ଛିଣ୍ଡେଇବାକୁ ପଡିବ, ତାପରେ ଏଟା ଏଣ୍ଟ୍ରି ବନ୍ଦ କରିବାକୁ ପଡିବ। ତେଣୁ ସେଟା ପାଟିରେ ଭିଡିକି ଛିଣ୍ଡା ହବ, ସେଇଟା ବି ଭାବୁଥିଲେ ଯେ ଏମାନଙ୍କର ଆମର କଣ ଧର୍ମଭ୍ରଷ୍ଟ ହଉଛି। ତ ଜାଣି ଶୁଣି ଏମାନେ ଆମକୁ ଧର୍ମ ଭ୍ରଷ୍ଟ କରୁଛନ୍ତି, ଆମକୁ ଧର୍ମାନ୍ତର କରୁଛନ୍ତି, ଏମାନେ ସମସ୍ତେ ଆମକୁ ଖ୍ରୀଷ୍ଟିଆନ କରିବାକୁ ଚେଷ୍ଟା କରୁଛନ୍ତି, ଆମେ ନିଜ ଧର୍ମ ହରେଇ ଦଉଛୁ। ତ ଏଇ ଟାଇପର ଗୁଡାଏ ଆକୁମୁଲେଟେଡ୍ ଆଙ୍ଗର ତାଙ୍କ ଭିତରେ ସବୁ ରହିଥିଲା। ତ ଏଇ ଜିନିଷକୁ ଲକ୍ଷ୍ୟ କରିକି 1857 ହେଲା, 1857 ୱାର ହେଲା। ତାପରେ କଣ କଣ ହେଲା, ତା ଭିତରେ କିଏ କଣ ପାର୍ଟିସିପେଟ କଲେ, କଣ ପୁରା ଡିଟେଲ୍ସ ଆମେ ମଡର୍ଣ୍ଣ ଇଣ୍ଡିଆରେ ଦେଖିବା ହେଲା। ଆମ କାମ ହେଲା ଯେ ଆକ୍ଟକୁ ଆମେ ପଳେଇ ଆସିବା, 1858 ଆକ୍ଟ କଣ ହେଲା। ତେବେ ଏହା ସେମାନେ ସପ୍ରେସ୍ କଲେ, ସକ୍ସେସଫୁଲି ସପ୍ରେସ୍ କରିଦେଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସପ୍ରେସ୍ କଲା ଯୋଉ ମ୍ୟୁଟିନି ହେଇଥିଲା, ଏମାନେ ତ ସକ୍ସେସ୍ ପାଇଲେନି ନା। ମାନେ ଏତେ ଏଟା ଯେହେତୁ ଗୋଟେ ମେଜର ସ୍କେଲରେ ହେଲା, ତ ଏଟାକୁ ଲୋକମାନେ କହିଲେ ଯେ ଫାଷ୍ଟ ଇଣ୍ଡିଆନ ୱାର ଅଫ ଇଣ୍ଡିପେଣ୍ଡେନ୍ସ ବୋଲି କୁହାହେଲା। ତେଣୁ ଏମିତି ଯୋଉ କଣ୍ଡିସନ ହେଲା, ତ ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ ଲାଗିଲା ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆଉ କାମ ନୁହଁ। କହିଲେ ଏତେ ବଡ ଗୋଟେ ମାନେ ସେଠି ରହିକି ଏତେ ବଡ ମେଜର ଗୋଟେ ମାସ୍ ମୁଭମେଣ୍ଟ ହେଇଗଲା, କେମିତି ହେଇଗଲା, କାରଣ ଏମାନେ ସମ୍ଭାଳି ପାରୁନାହାନ୍ତି। ଏମାନଙ୍କର ଆଉ ମାନେ ହେଇପାରୁନି କାମ, ଏମାନଙ୍କ ଦ୍ୱାରା ହବନି, ବର୍ତ୍ତମାନ ଆମକୁ ଟେକ୍ ଓଭର କରିବାକୁ ପଡିବ। ଡାଇରେକ୍ଟଲି ଆମକୁ ଟେକ୍ ଓଭର ନ କଲେ ହେଇପାରିବନି। ତେଣୁ କଣ କଲେ ନା, 1858 ଆକ୍ଟରେ ପ୍ରଥମେ କଣ ହେଲା, କଣ ହେଲା କିରେ, ବ୍ରିଟିଶ ଗଭର୍ଣ୍ଣମେଣ୍ଟ କହିଲା ଏମାନଙ୍କ ଦ୍ୱାରା କାମ ନୁହଁ, ଆମକୁ ଟେକ୍ ଓଭର କରିବାକୁ ପଡିବ। ତ ବର୍ତ୍ତମାନ ଇଷ୍ଟ ଇଣ୍ଡିଆ କମ୍ପାନୀ ବୋଲି କିଛି ରହିବନି। ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବର୍ତ୍ତମାନ କଣ କରିଦିଆଯିବ, ଭାଙ୍ଗି ଦିଆଯିବ, କୋଲାପ୍ସ କରିଦିଆଯିବ, ବା ଡାଇଲ୍ୟୁଟେଡ୍ କରିଦିଆଯିବ। ବର୍ତ୍ତମାନ ଡାଇରେକ୍ଟ ସବୁ କଣ୍ଟ୍ରୋଲ କିଏ କାହା ହାତକୁ ଆସିବ, ବ୍ରିଟିଶ ଗଭର୍ଣ୍ଣମେଣ୍ଟ ହାତକୁ ଆସିବ। ତ ଡାଇରେକ୍ଟ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଥ୍ରୋରେ ବର୍ତ୍ତମାନ ସବୁ ଆଡମିନିଷ୍ଟ୍ରେସନ କାମ ଚାଲିବ, ଆଉ ଇଷ୍ଟ ଇଣ୍ଡିଆ କମ୍ପାନୀ କିଛି ରହିବନି। ତେଣୁ 1858 ମସିହାରେ ଗୋଟେ ମେଜର ହେଲା, କାରଣ ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀ 1600 ମସିହାରେ ତିଆରି ହେଇଥିଲା, 1608 ମସିହାରେ ଭାରତରେ ଆସିକି ପହଞ୍ଚିଥିଲା, 1858ରେ ଯାଇକି ସେ କମ୍ପାନୀ କୋଲାପ୍ସ କଲା ପୁରା। ଆଉ କିଛି ଇଷ୍ଟ ଇଣ୍ଡିଆ କମ୍ପାନୀ ବୋଲି କିଛି ରହିଲାନି ଆଉ। ଦୀର୍ଘ 250 ବର୍ଷ ପରେ କମ୍ପାନୀ କଣ କରିଲା, କୋଲାପ୍ସ କରିଗଲା। ବର୍ତ୍ତମାନ ଡାଇରେକ୍ଟଲି ବ୍ରିଟିଶ ଗଭର୍ଣ୍ଣମେଣ୍ଟ କଣ କଲା ନା, ଇଣ୍ଡିଆନ ଆଡମିନିଷ୍ଟ୍ରେସନକୁ ଦେଖିଲା। ତେଣୁ କଣ ହେଲା ଦେଖ, 1858ରେ କଣ ହେଲା
1858 ରେ कौन है? 18 ब्रिटिश पार्लियामेंट प्रथम आसला ब्रिटिश पार्लियामेंट पर कौन आसला कौन लगे ब्रिटिश पार्लियामेंट पर गला हला कौन ना गोटे एन एक्ट ऑफ बेटर गवर्नमेंट ऑफ इंडिया जो गोटे एक्ट बना हला तो बोले जाऊ ये कौन कर परबेनी से एक्ट रो नाम दिया हला एन एक्ट ऑफ बेटर गवर्नमेंट ऑफ इंडिया बेटर गवर्नमेंट ऑफ इंडिया है बेटर गवर्नमेंट ऑफ इंडिया ये जो एक्ट बना हला एटा पास हला ये एक्ट केते पास हला ब्रिटिश पार्लियामेंट रे पास हला अगस्त 1858 रे अगस्त मास 1858 रे पास हला ब्रिटिश पार्लियामेंट रे पास इन ब्रिटिश पार्लियामेंट रे पास हे गला पास ला पर ये एक्ट को कोन कहला गवर्नमेंट ऑफ इंडिया एक्ट 1858 एटा को हला गवर्नमेंट ऑफ इंडिया एक्ट 1800 केते 58 गवर्नमेंट ऑफ इंडिया एक्ट 1858 एटा को हला तो ये एक्ट माध्यम कौन करा ईआईसी को डाइल्यूटेड करा हला कौन हला रे ईआईसी डाइल्यूटेड माने आउ कंपनी किसी रहला बुझेला बा लिक्विफाइड हे गला जा डाइल्यूटेड हे गला बता आ कौन हला रे आ जो पिट्स इंडिया एक्ट जो क्रिएट करथला दीटा बॉडी क्रिएट करथला ना कौन सेगुडा पिट्स इंडिया एक्ट जो होइतला हां कोर्ट ऑफ डायरेक्टर्स और बोर्ड ऑफ कंट्रोल कोर्ट ऑफ डायरेक्टर्स और बोर्ड ऑफ कंट्रोल ये जो दीटा बॉडी क्रिएट हेतिला हला ये जो ये ता माने डुअल गवर्नमेंट क्रिएट हेले डुअल गवर्नमेंट थिला ता माने दी जण करथले डुअल गवर्नमेंट चलथला गोटे डुअल जीओवीटी चलथला हला एटा कोन करहला ना एटा कोन करहला कि रे एटा कोन करहला एटा कोन करहला या रहलानी या कोलैप्स कर देले हला या कोलैप्स हे गला आ बदले कोन आसला कि रे आसला सेक्रेटरी ऑफ स्टेट आ बदले ई ऑफिस को भांगी की कोन करले सेक्रेटरी ऑफ स्टेट कले गोटे ऑफिस कले सेक्रेटरी ऑफ स्टेट ये जो सेक्रेटरी ऑफ स्टेट रहले ये लेकिन ना ब्रिटेन पार्लियामेंट रो बा ब्रिटेन गवर्नमेंट रो कैबिनेट मिनिस्टर ए पोस्ट रे रहले सेक्रेटरी ऑफ स्टेट से ब्रिटेन रे रहबे से इंडिया को आसे दरकार नै से ब्रिटेन रहबे आंको अंडर रे 15 जन एडवाइजरी काउंसिल क्रिएट करहला गोटे एडवाइजरी काउंसिल लांकर जोते 15 जन मेंबर रहले एडवाइजरी काउंसिल गोटे हला जोते केते जन मेंबर रहले 15 जन मेंबर रहले हला एटी केते जन मेंबर रहले 15 जन मेंबर रहले अब फास्ट जो सेक्रेटरी ऑफ स्टेट जीतला ना कोन कि रे तांगा ना होची लॉर्ड स्टैनली जो फर्स्ट सेक्रेटरी स्टेट जीत हेले ना तांगा ना होची लॉर्ड स्टैनली STANLEY लॉर्ड स्टैनली हला फर्स्ट जीत हेले ना तांगा लॉर्ड स्टैनली फर्स्ट सेक्रेटरी ऑफ स्टेट जीत हेले तांगा ना कोन कि रे हां लॉर्ड स्टैनली हला तापर कोन करा हबो ना वर्तमान कोन हे गला देखो वर्तमान हमर कोन हे गला ना ब्रिटिश तो वर्तमान सिस्टम को भले हला ऐसे लिख साल के उड़ा सब ए सब लहरे अच्छा तापर कोन हला देखो प्रथम हमर कोन करा हला ना वर्तमान हमर तो हटे दिया गला प्रथमे जो बोर्ड ऑफ कंट्रोल थिला से हटे दिला बोर्ड ऑफ कंट्रोल अब कोर्ट ऑफ डायरेक्टर्स हटे कि तांगा जारे कोन आसी गला तांगा जगह वर्तमान पळे आसले के से सेक्रेटरी ऑफ स्टेट रहले तो जो सेक्रेटरी ऑफ स्टेट रहले तांका अंडर रहला 15 जणिया कोन 15 एडवाइजरी काउंसिल रहला 15 मेंबर एडवाइजरी काउंसिल रहले आंका अंडर रहला हला एमान सब को एडवाइस करियो का सेक्रेटरी ऑफ स्टेट आ सेक्रेटरी ऑफ स्टेट का जने एजेंट रहबे इंडिया रे कारण आउ तो किछि ब्रिटिश ईस्ट इंडिया कंपनी नाही तुनांकर एजेंट रहबे से एजेंट को बरखाव वाइस रॉय तो बुझियो ना नाही आगु जोडा गवर्नर जनरल थिला कहले आ गवर्नर जनरल बोली किछि नाही तो गवर्नर जनरल वर्तन हे गेले वाइस रॉय
କାରଣ ସିଏ ବର୍ତ୍ତମାନ କ'ଣ ହେଇକି ରହିବେ, ଏଜେଣ୍ଟ ହେଇକି ରହିବେ ସେକ୍ରେଟାରୀ ଅଫ୍ ଷ୍ଟେଟ୍ଙ୍କର। ଡାଇରେକ୍ଟ ବ୍ରିଟିଶ ଗଭର୍ଣ୍ଣମେଣ୍ଟର କ୍ୟାବିନେଟ୍ ମିନିଷ୍ଟର ହେବେ ସେକ୍ରେଟାରୀ ଅଫ୍ ଷ୍ଟେଟ୍। ତାଙ୍କର ଏଜେଣ୍ଟ ଯେ ଇଣ୍ଡିଆ, ଇଏ ରହିବେ କୋଉଠି, ଇଏ ରହିବେ ବ୍ରିଟେନରେ। ଇଏ ରହିବେ ବ୍ରିଟେନରେ, ବୁଝୁଛ ନା ନାଇଁ, ଇଏ ରହିବେ ବ୍ରିଟେନରେ, ଇଣ୍ଡିଆକୁ ଆସିବା ଦରକାର ନାହିଁ। ଇଏ ବ୍ରିଟେନରେ ରହିବେ, କିନ୍ତୁ ଇଏ ରହିବେ କୋଉଠି, ଇଣ୍ଡିଆରେ ରହିବେ। ଇଏ ଇଣ୍ଡିଆରେ ରହିବେ। ତେଣୁ ଏଠି ଯେ ଗଭର୍ଣ୍ଣର ଜେନେରାଲ ଯିଏ ଥିଲେ ସେ ବର୍ତ୍ତମାନ ହେଇଗଲେ ଭାଇସ ରୟ, ବୁଝିପାରୁଛ ନା। ତେଣୁ ଗଭର୍ଣ୍ଣର ଜେନେରାଲ ବର୍ତ୍ତମାନ ଯିଏ ଆଗରୁ ଥିଲେ ଗଭର୍ଣ୍ଣର ଜେନେରାଲ ସେ ହେଇଗଲେ କ'ଣ, ସେ ହେଇଗଲେ ବର୍ତ୍ତମାନ ଭାଇସ ରୟ। କ'ଣ ହେଇଗଲେ କହିଲେ ସେ କନଭର୍ଟେଡ୍ ଟୁ ଭାଇସ ରୟ ବର୍ତ୍ତମାନ, ବୁଝିହେଲା। ଏଇଭଳିଆ ଫାଷ୍ଟ ଭାଇସ ରୟ ହଉଛନ୍ତି କିଏ, ସେ କିଏ କିରେ, ଲର୍ଡ ଲର୍ଡ କ୍ୟାନିଂ। କ୍ୟାନିଂ ଲର୍ଡ ସାର୍। କ୍ୟାନିଂ ଲର୍ଡ କ୍ୟାନିଂ କାରଣ ଲର୍ଡ କ୍ୟାନିଂ ଏଇ ସମୟରେ ଗଭର୍ଣ୍ଣର ଜେନେରାଲ ଥିଲେ ଯେତେବେଳେ ଏଇ ଆକ୍ଟ ତିଆରି ହେଲା। ତ ସେ ଯେହେତୁ ଗଭର୍ଣ୍ଣର ଜେନେରାଲକୁ ହଟେଇକି, ମାନେ ତାଙ୍କୁ ତ ହଟେଇଲେନି, ତାଙ୍କ ନାଁ ଚେଞ୍ଜ କରି କରିଲେ ଭାଇସ ରୟ। ତେଣୁ ଦେଖ, ପ୍ରଥମେ ଥିଲା ଗଭର୍ଣ୍ଣର ଜେନେରାଲ, ପ୍ରଥମେ ଗଭର୍ଣ୍ଣର ଥିଲା ଗଭର୍ଣ୍ଣର ଅଫ ବେଙ୍ଗଲ। ଗଭର୍ଣ୍ଣର ବେଙ୍ଗଲ ନାଁ ଚେଞ୍ଜ କରି କଲି ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ। ତାପରେ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ କୁ କେବେ କଲେ, ହେଲା 1773 ମସିହାରେ କଲେ। ତାପରେ 1813ରେ 1813ରେ କ'ଣ କଲେ, ଗଭର୍ଣ୍ଣର ଜେନେରାଲ ବେଙ୍ଗଲ ନାଁ ଚେଞ୍ଜ କରି କଲେ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ, ବୁଝୁଛ ନା ନାଇଁ। ବର୍ତ୍ତମାନ 1858ରେ କ'ଣ କଲେ ନା, ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ କରାଯାଇଥିଲା ତାକୁ ଚେଞ୍ଜ କରିଦେଲା ଭାଇସ ରୟ ଅଫ ଇଣ୍ଡିଆ। ନାଁ ଚେଞ୍ଜ କଲେ ଭାଇସ ରୟ କରିଦିଆଗଲା, ଭାଇସ ରୟ ଅଫ ଇଣ୍ଡିଆ ହେଲା। ଏଇଭଳି ନାଁ ଚେଞ୍ଜ କରିଦିଆଗଲା। ଆଚ୍ଛା, ଏଇଟା ଯୋଉ ହେଲା, ଏଇଟା ତ ସବୁ, ଏଇଟା ତ ବ୍ରିଟିଶ ଜିନିଷରେ ଚେଞ୍ଜ ହେଲା ହେଲା। କିନ୍ତୁ କଥା କ'ଣ ହେଲା, ଲୋକମାନଙ୍କ ଯେତେବେଳେ ଇଣ୍ଡିଆରେ ଲୋକମାନେ କିଛି ବୁଝିପାରିଲେ, କହିଲେ କ'ଣ ଇଏ ହେଲା। ଲୋକ କହିଲେ ଯେ ଆଚ୍ଛା, ତାହେଲେ କେମିତି କ'ଣ ହବ, ଆଗରୁ ତ ସବୁ କମ୍ପାନୀ ଥିଲା, ବର୍ତ୍ତମାନ ତମେ କହୁଛ ଆଉ କମ୍ପାନୀ ନାହିଁ। ଆରେ ଆଗରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ସବୁ ଥିଲା ନା। ତମେ କହୁଛ ଷ୍ଟାର୍ଟିଂରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଥିଲା, ବର୍ତ୍ତମାନ ଇଷ୍ଟ ଇଣ୍ଡିଆ କମ୍ପାନୀ ନାହିଁ। ତାମାନେ କ'ଣ, ମାନେ ଆମ କମ୍ପାନୀ ମାନଙ୍କର ଯୋଉମାନେ କିଏ ଚାକିରି କରିଥିଲା, କିଏ କ୍ଲର୍କ ଥିଲା ମନେକର, କିଏ ଅଫିସର ରାଙ୍କର ଥିଲା, କିଏ କୋଉ ପୋଜିସନ୍ସରେ ଥିଲା ମନେକର, ତ ତାଙ୍କ ଚାକିରି କ'ଣ ପଳେଇଲା କି, ମନେକର ଯୋଉମାନେ ସୋଲଜର ଥିଲେ କମ୍ପାନୀରେ ଯୋଉମାନେ ସୋଲଜର ଥିଲେ ମନେକର, କ'ଣ ତାଙ୍କ ଚାକିରି ପଳେଇଗଲା ନା, ତାଙ୍କ ଚାକିରି ରହିବ ନା ପଳେଇବ। ନା ଯୋଉମାନେ ମନେକର ଡକ୍ଟ୍ରିନ୍ ଅଫ ଲାପ୍ସ ଅଣ୍ଡରରେ ଯୋଉ ରାଜ୍ୟ ତାଙ୍କ ଅଧୀନକୁ ପଳେଇଥିଲା, ସେଇ ରାଜ୍ୟ ଗୁଡାକ ତାଙ୍କ ଅଣ୍ଡରରେ ରହିବ ନା କ'ଣ ହବ। ଏମିତି ଗୁଡାଏ କନଫ୍ୟୁଜନ ଥିଲା କି, ମନେକର ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ କିଏ ଟ୍ରିଟି କରିଛି, କୌଣସି କମ୍ପାନୀ ଟ୍ରିଟି କରିଛି କି, କୌଣସି ଷ୍ଟେଟ୍ର ଯୋଉ ନେଟିଭ ଷ୍ଟେଟ୍ର ରାଜାମାନେ ବି ବିଭିନ୍ନ ପ୍ରକାର ସମତ ସ୍ଥାପନ କରିଛନ୍ତି, ବିଭିନ୍ନ ପ୍ରକାର ଟ୍ରିଟି ସାଇନ୍ କରିଛନ୍ତି, କି ବାହାର କଣ୍ଟ୍ରି ମାନେ କିଛି ଟ୍ରିଟି ସାଇନ୍ କରିଛନ୍ତି, ସେମାନଙ୍କର କଣ୍ଡିସନ କ'ଣ ହବ ହେଲା। ତାପରେ ସେ କହିଲେ ଯେ ବର୍ତ୍ତମାନ ଯୋଉ ମନେକର ମାନେ ଆଉ କ'ଣ, ତାପରେ ମନେକର ଯୋଉ ଅଛି କ'ଣ ନା, ଆଉ ସବୁ କଣ୍ଡିସନ କେମିତି କ'ଣ ହବ, ତ କମ୍ପାନୀ ତ ପଳେଇଲା, ଗଭର୍ଣ୍ଣମେଣ୍ଟ କେମିତି କ'ଣ କରିବ, ଏମିତି ଗୁଡ଼ାଏ କନଫ୍ୟୁଜନ ଲୋକଙ୍କ ପାଖରେ ଥିଲା। ତେଣୁ ଆକୁ ସବୁ ଦୂର କରିବା ପାଇଁ କୁଇନ୍ସ ଗୋଟେ ଡିକ୍ଲାରେସନ କଲେ। ଏଇ ସମୟ ଯେ କୁଇନ୍ ଥିଲେ, ମାନେ କାହାର ଇଂଲଣ୍ଡର, ସେ ଗୋଟେ ଡିକ୍ଲାରେସନ, ତାକୁ କୁଇନ୍ସ ଡିକ୍ଲାରେସନ କୁହାଯାଏ। ଏଇଟା କୋଉଠି ହେଲା, 1858 ମସିହା ନଭେମ୍ବର, କାରଣ ନଭେମ୍ବର 1 ତାରିଖ ଦିନ ଏଇ ଆକ୍ଟ ଲାଗୁ ହବା ଷ୍ଟାର୍ଟ ହେଲା। ଏଇଟା ଅଗଷ୍ଟ ମାସରେ ପାସ୍ ହେଇଗଲା, କୋଉଟା, ଏଇ ଆକ୍ଟଟା ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1858 ଅଗଷ୍ଟ ମାସରେ ବ୍ରିଟିଶ ପାର୍ଲାମେଣ୍ଟରେ ପାସ୍ ହେଇଗଲା। କିନ୍ତୁ ଇଣ୍ଡିଆରେ ଲାଗୁ ହେଲା ନଭେମ୍ବର 1 ତାରିଖ ଦିନ। ତେଣୁ ନଭେମ୍ବର 1 ତାରିଖ ଦିନ କ'ଣ ହେଲା ନା, ଆହ୍ଲାବାଦରେ ଗୋଟେ ଦରବାର ହଲ୍ ବସିଲା। ଆହ୍ଲାବାଦରେ କ'ଣ ହେଲା ଦେଖ, ଆହ୍ଲାବାଦରେ 1 ନଭେମ୍ବର 1858 ହେଲା, 1 ନଭେମ୍ବର 1858, this is the date when Darbar Hall was constituted at Allahabad. Darbar Hall was constituted କୋଉଠି, at ଆହ୍ଲାବାଦ ହେଲା, ବୁଝିହେଲା। ଏଠି ସମସ୍ତଙ୍କୁ ଡକା ହେଲା କାହାକୁ ନା, ଏଠି ସମସ୍ତଙ୍କୁ ଡକା ହେଲା କାହାକୁ ଡକା ହେଲା କିରେ, ଏଠି ସମସ୍ତଙ୍କୁ ଡକା ହେଲା ମାନେ ଜମିଦାର ମାନଙ୍କୁ, ପ୍ରିନ୍ସଲି ଷ୍ଟେଟ୍ର କିଙ୍ଗ ମାନଙ୍କୁ, ଆଉ ବି ଯୋଉମାନେ ମେନ୍ ଲୋକ ଥିଲେ ସମସ୍ତେ ଡାକିଲେ ଦରବାର ହଲ୍କୁ। ସେଠି ଦରବାର ହଲ୍କୁ ଡକେଇକି, କାରଣ ସେତେବେଳେ ତ ଆଉ ଏତେ ଟିଭି ନଥିଲା ଯେ ତମେ ଆଡଭର୍ଟାଇଜମେଣ୍ଟ କରିଦବ, ନ୍ୟୁଜ ପେପର ଆଡଭର୍ଟାଇଜମେଣ୍ଟ କରିଦବ, କି ୟୁଟ୍ୟୁବରେ ଛାଡ଼ିଦବ, ଏତେ ଜିନିଷ ତ କିଛି ନଥିଲା ନା। ଜିନିଷ ପ୍ରପରଲି ଲୋକଙ୍କୁ ଡାକିକି ବୁଝିବାକୁ ପଡୁଥିଲା, କାରଣ କାଫି କନଫ୍ୟୁଜନ ଥିଲା। ବର୍ତ୍ତମାନ ଆମ ଏତେ ଜିନିଷ ସୁବିଧା, ଆଜି କୋଉଠି ବି କ'ଣ ହେଇଯାଉଛି ଆମ ପାଖରେ ସାଙ୍ଗେ ସାଙ୍ଗେ ଆସିକି ନ୍ୟୁଜ ପହଞ୍ଚି ଯାଉଛି, ଆମେ କିଛି ନ୍ୟୁଜ ପେପର ବାହାରି ଯାଉଛି, କି ବହୁତ ପ୍ରକାର ସଂସାଧନ ଅଛି ଆମ ପାଖରେ, ତ ଆମକୁ ଏତେ ପ୍ରୋବ୍ଲେମ ନାହିଁ। ସେତେବେଳେ ତ ଏତେ କିଛି ନଥିଲା ନା, ତେଣୁ ସମସ୍ତଙ୍କୁ ଡାକିକି ବୁଝିବାକୁ ପଡୁଥିଲା। ତେଣୁ ସମସ୍ତଙ୍କୁ ଦରବାର ହଲ୍, ଆହ୍ଲାବାଦରେ ଦରବାର ହଲ୍ କରାହେଲା, ଯୋଉଠି କୁଇନ୍ସଙ୍କ ତରଫରୁ ବୁଝା ହେଲା ଯେ ବର୍ତ୍ତମାନ କ'ଣ ହେଲା, କମ୍ପାନୀ ବୋଲି କିଛି ରହିବନି, ବର୍ତ୍ତମାନ ପୁରା ଇଣ୍ଡିଆର ଆଡମିନିଷ୍ଟ୍ରେସନ ଦାୟିତ୍ୱ ଇଜ ନାଉ କମିଂ ଅଣ୍ଡର ବ୍ରିଟିଶ କ୍ରାଉନ ବା ବ୍ରିଟିଶ ଗଭର୍ଣ୍ଣମେଣ୍ଟ। ତ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଡାଇରେକ୍ଟଲି ନାଉ ଆଡମିନିଷ୍ଟର ଦ ଟୋଟାଲ ବ୍ରିଟିଶ ପଜେସନ ଇନ ଇଣ୍ଡିଆ, ବୁଝିଲା। ତେଣୁ ତାକୁ ଲକ୍ଷ୍ୟ ରଖିକି ହ୍ୱାଟ ହାପେଣ୍ଡ କି, ସେମାନେ ସବୁ ବୁଝେଇଲେ, ସମସ୍ତେ ଡାକିଲେ ଜମିଦାର ମାନଙ୍କୁ, ପ୍ରିନ୍ସଲି ଷ୍ଟେଟ୍ର କିଙ୍ଗ ମାନଙ୍କୁ, ଅଲଗା ଯୋଉ ଇନଫ୍ଲୁଏନ୍ସିଆଲ ଲୋକ ସେଇ ସମୟରେ ଯୋଉମାନେ ବି ଥିଲେ, ଲିଡରସିପ କରୁଥିଲେ, ଅଲ୍ ଆର୍ ଇନଭାଇଟେଡ ଟୁ ଦ ଦରବାର ହଲ୍ ଆଟ୍ ଆହ୍ଲାବାଦ।
and they started convincing them ଯେ କିଛି ପ୍ରୋବ୍ଲେମ ମାନେ ଛାନିଆ ହେବାର କିଛି ଆବଶ୍ୟକତା ନାହିଁ ବର୍ତ୍ତମାନ କ'ଣ ହବ ନା କମ୍ପାନୀ ଆଉ କିଛି ରହିଲାନି ଡାଇରେକ୍ଟଲି ଦ ଆଡମିନିଷ୍ଟ୍ରେସନ will be controlled directly from the England ସେକ୍ରେଟାରୀ ଅଫ ଷ୍ଟେଟଙ୍କ କଥା କହିଲେ ଏଠି ଭାଇସରୟ ରହିବେ ଭାଇସରୟ ବର୍ତ୍ତମାନ ଆଉ କ'ଣ ହେବେ ନା ଏଜେଣ୍ଟ ହେଇକି କାମ କରିବେ ଭାଇସରୟ ଇଜ ନାଉ କମ୍ପ୍ଲିଟଲି ଦ ଏଜେଣ୍ଟ ଅଫ କ'ଣ ସେକ୍ରେଟାରୀ ଅଫ ଷ୍ଟେଟ ଆଉ ସେକ୍ରେଟାରୀ ଅଫ ଷ୍ଟେଟର ସାଲେରୀଟା ଯିବ କୋଉଠୁ ଇଣ୍ଡିଆନ ଏକ୍ସଚେକରରୁ ଯିବ ଇଣ୍ଡିଆନ ଫଣ୍ଡରୁ ଯିବ ମାନେ ଇଣ୍ଡିଆନର ଯୋଉ ଆମର ରେଭିନ୍ୟୁରୁ ଇଣ୍ଡିଆ ଯଦି ରେଭିନ୍ୟୁ କଲେକ୍ସନ ହଉଛି ତାଙ୍କ ସେଠୁ ତାଙ୍କୁ ଫଣ୍ଡ କରାହବ ତାଙ୍କୁ ପଇସା ଦିଆଯିବ ଦରମା ଦିଆଯିବ କାହାକୁ ସେକ୍ରେଟାରୀ ଅଫ ଷ୍ଟେଟ ସେକ୍ରେଟାରୀ ଅଫ ଷ୍ଟେଟକୁ ସେକ୍ରେଟାରୀ ଷ୍ଟେଟ ଯୋଉ ଅଫିସର୍ସ ମାନେ ରହିଲେ ତାଙ୍କୁ ଯୋଉମାନେ 15 ଜଣ ମେମ୍ବର ରହିଲେ ସମସ୍ତଙ୍କ ଦରମା ଇଣ୍ଡିଆରୁ ଦିଆଯିବ ତା ସହିତ କ'ଣ ହବ ନା ସେ କହିଲେ ଯେ ବର୍ତ୍ତମାନ ଆଉ ଡକ୍ଟ୍ରିନ୍ ଅଫ ଲାପ୍ସ ମାଧ୍ୟମରେ ଫର୍ଦର କିଛି ଆନେକ୍ସେସନ ହବନି ବର୍ତ୍ତମାନ ଯେତିକି ଇଣ୍ଡିଆରେ ଯେତିକି ଆମର ରହିଛି ଆମ ଅଣ୍ଡରରେ ଯେତିକି ବ୍ରିଟିଶ ଇଣ୍ଡିଆ ପଜେସନ ରହିଛି ଯେତିକି ଲ୍ୟାଣ୍ଡ ମାନେ ଟେରିଟୋରୀ ରହିଛି ବର୍ତ୍ତମାନ ସେତିକି ଆମ ଅଣ୍ଡରରେ ରହିବ ଫର୍ଦର ଆନେକ୍ସେସନ ହବନି ବା ଆମେ ଆଉ ଫର୍ଦର କୌଣସି କାହାକୁ ଅକ୍ତିଆର କରିବାର ନାହିଁ ନୋ ଫର୍ଦର ଆନେକ୍ସେସନ ୱିଲ୍ ବି ପସିବଲ ନାଉ that is the one condition and second condition is no annexation of then another one is যে now there is no কোন there is no recommendations or there is no কোন nominations ଆଗରୁ କ'ଣ ନୋମିନେଟ୍ କରାହଉଥିଲା କୌଣସି ଇନଫ୍ଲୁଏନ୍ସିଆଲ ପୋଜିସନ୍ସ ହେଲା ବଡ଼ ବଡ଼ ଚାକିରି ପାଇଁ ନୋମିନେଟ୍ କରାହଉଥିଲା କହିଲେ କିଛି ନୋମିନେଟେଡ୍ ହବନି ବର୍ତ୍ତମାନ ଓପନ୍ କମ୍ପିଟିସନ ହବ ଅନ୍ ଦ ବେସିସ୍ ଅଫ୍ କ୍ୱାଲିଫିକେସନ ଏଜୁକେସନାଲ କ୍ୱାଲିଫିକେସନ ଆଉ there is no discrimination also ଇଭିନ୍ ବି ଜଣେ କୌଣସି କମ୍ ମାନେ ସୋସିଆଲ ପୋଜିସନ କମ୍ର ଥାଇକି ବି ଜଣେ ଯଦି ପାଠ ପଢ଼ିକି ବି ବର୍ତ୍ତମାନ ସମୟରେ ଆମର ଯେମିତି ଯଦି ବା ସେଇ ଜିନିଷରୁ ଇଭଲ୍ଭ ହେଇ ଆମେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଆଜି 2022ରେ ଆମେ ପହଞ୍ଚିଛନ୍ତି ଦୋଜ ଥିଙ୍ଗସ୍ ଗ୍ରାଜୁଆଲି ଗେଟିଂ ଇଭଲ୍ଭଡ ଅପଡେଟେଡ ହେଇ ବର୍ତ୍ତମାନ କି ଆମେ ପହଞ୍ଚିଛନ୍ତି ନା ତ ସେତେବେଳକୁ ଗଲେ ଯେ କ'ଣ ହଉଥିଲା ଯେ ଇନଫ୍ଲୁଏନ୍ସିଆଲ ଲୋକ ତାକୁ ନୋମିନେଟ୍ କରିଦଉଥିଲେ ସେ ବଡ଼ ବଡ଼ ପୋଜିସନରେ ଚାକିରି କରିବେ ସବୁ ଇଏ ଗଲା ନା ଏକ୍ସାମିନେସନ ମାଧ୍ୟମରେ ହବ ଆଉ କ୍ୱାଲିଫିକେସନରେ ହବ ଆଉ କୌଣସି ଡିସ୍କ୍ରିମିନେସନ କରାହବନି ଇଏ ପୁରୁଷ ଇଏ ନାରୀ ଇଏ ଏସଟି ଏସସି କିଏ ରାଜାଙ୍କର ଏମିତି କିଛି ରହିବନି ଲରେ ବନା ହେଲା ସେଇ ଜିନିଷଟା ଆଜି ଯାଏ ବି ଥିଲା ଏବେ ବି ଚାଲିଛି କିନ୍ତୁ ଫାର୍ଷ୍ଟ ଟାଇମ୍ ଗୁଡ଼ାଏ ଜିନିଷ ଆସ୍ତେ ଆସ୍ତେ ଦ୍ରୌପଦୀ ମୁର୍ମୁକୁ ଏବେ ପ୍ରେସିଡେଣ୍ଟ ଭାରତର ପ୍ରେସିଡେଣ୍ଟ ହବା ଥୋଡ଼ି ଛୋଟ କଥା ଭାରତର ପ୍ରେସିଡେଣ୍ଟ ହବା କେତେ ଜଣ ଲୋକଙ୍କର ଭାଗ୍ୟରେ ଥାଏ ଆଉ ଦ୍ରୌପଦୀ ମୁର୍ମୁ ଭଳିଆ ସାଧାରଣ ଆମ ଗାଉଁଲି ସ୍ତ୍ରୀ ଲୋକ ନା ସିଏ ତାଙ୍କୁ କ'ଣ ତାଙ୍କର ବେଶୀ ଅଛି ବିଏ ପଢିଛନ୍ତି ଗାଉଁଲି ସ୍ତ୍ରୀ ଲୋକ କିନ୍ତୁ ସେଇଭଳିଆ ଜାଗାରୁ ତାଙ୍କୁ ଉଠିକି ନେଇକି ଟ୍ରାଇବାଲର ଏରିଆର ପୁଣି ତାଙ୍କୁ ସେଇଭଳିଆ ଜାଗାରୁ ନେଇ କେତେ ବଡ଼ ପୋଜିସନରେ ବସେଇବା ଏଇଟା ତୁମ ସହଜ କଥା ନୁହେଁ କ'ଣ ସମସ୍ତ ଲୋକଙ୍କୁ ଆକ୍ସେପ୍ଟାନ୍ସ ହବା କିନ୍ତୁ ଆମେ ଏତେ ଇଭଲ୍ଭ କରିଗଲାଣି ଆମର ମାଇଣ୍ଡ ଏତେ ବର୍ତ୍ତମାନ ଚେଞ୍ଜ ହେଲାଣି ଥିଙ୍କିଂ ଆମର ଏତେ ଚେଞ୍ଜ ହେଲାଣି ନାଉ ୱିର୍ ଆକ୍ସେପ୍ଟିଂ ୱିଦାଉଟ୍ ଏନି ପ୍ରୋବ୍ଲେମ୍ କି ହଁ କାରଣ ସବୁ କମ୍ୟୁନିଟିର ଲୋକଙ୍କର ରିପ୍ରେଜେଣ୍ଟେସନ ରହିବା ଦରକାର ସବୁ ବଡ଼ ବଡ଼ ପୋଜିସନ୍ସରେ ବି ସବୁ ସ୍ତରର ସବୁ ଶ୍ରେଣୀର ଲୋକମାନେ ରହିବା ଦରକାର ତେଣୁ କାହିଁକି ଟ୍ରାଇବାଲ ୱିମେନ୍ ମାନେ ରହିବେନି କାହିଁକି ଜଣେ ପୋଷ୍ଟକୁ ନମିନେଟ୍ ହେବେ ତାଙ୍କୁ ଇଲେକ୍ସନ କରାହେଲା ତାଙ୍କୁ ବସେଇ ଦିଆଯିବ ରେଜଲ୍ଟ 21 ରେଜଲ୍ଟ ବାଲି ଜଣା ପଡ଼ିବ ସେ ଜିତି ଯାଇଛନ୍ତି ସେ ନେକ୍ସଟ ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆ ନେକ୍ସଟ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ତେଣୁ କହିବାର ଉଦ୍ଦେଶ୍ୟ ହେଲା ଏଗୁଡ଼ା ସବୁ ବୁଝେଇ ଦିଆଗଲା ତେଣୁ ଏଇସବୁ ତାପରେ କୁହାଗଲା ଯେ ତମକୁ କିଛି ହଇରାଣ ହେବାର ନାହିଁ ଜଷ୍ଟିସ୍ ଇକ୍ୱାଲ ଜଷ୍ଟିସ୍ ସମସ୍ତଙ୍କ ଉପରେ ରହିବ କିଛି ପାତର ଅନ୍ତର କରାଯିବନି ଦେयर ଇଜ ନୋ ଡିସ୍କ୍ରିମିନେସନ ଆଉ ଇକ୍ୱାଲ ଜଷ୍ଟିସ୍ ଫର ଅଲ୍ ଆଉ ସୋସିଆଲ ଜଷ୍ଟିସ୍ ରହିବ ଯାହା ରହିବ ସବୁ ଆଉ ଯୋଉ ଚାକିରିଜୀବୀ ଯାହା କରୁଥିଲା କମ୍ପାନୀରେ ତାଙ୍କର ଚାକିରି ସେମିତି ରହିବ କିଛି କାହାର ଚାକିରି ଯିବାର ନାହିଁ ଆଉ ଯୋଉ ସୋଲଜର ମାନେ ଯେମିତି ଚାକିରି କରୁଥିଲେ ସେମିତି ରହିବ ସମସ୍ତଙ୍କର ରହିବ କିଛି ପ୍ରୋବ୍ଲେମ ନାହିଁ କିଛି ତ ଯୋଉ ଲୋକମାନଙ୍କୁ ଯୋଉ ଛାନିଆ ଥିଲା ଯେ କ'ଣ ହବ କ'ଣ ନାହିଁ କିଏ କହୁଥିଲେ ଚାକିରି ପଳେଇବ ଇଏ ହେଇଗଲା ସିଏ ହେଇଗଲା କମ୍ପାନୀ ଡିଜଲ୍ଭ କରିଗଲା ଇଏ ନାହିଁ ଯୋଉ ଛାନିଆ ହେଇଯାଇଥିଲେ ଲୋକମାନେ ତାକୁ ସମସ୍ତେ ବୁଝେ ଏଇ ଯୋଉ ଡିକ୍ଲାରେସନଟା ହେଲା ଦରବାର ହଲରେ ଆକୁ କୁହାଗଲା କ'ଣ କୁଇନ୍ସ ଡିକ୍ଲାରେସନ କାରଣ ଏଇ ସମୟରେ ତାଙ୍କର ମୁଁ କହିଲି ତାଙ୍କର ତ ମୋନାର୍କିଟା ୟୁକେଟା ମୋନାର୍କିଟା ନା ଇଂଲଣ୍ଡଟା ତାଙ୍କର ଯୋଉ ପୋଷ୍ଟଟା ମାନେ ହେଡ୍ ଅଫ୍ ଦ ଷ୍ଟେଟ୍ ତାଙ୍କର ହଉଛନ୍ତି କୁଇନ୍ ବା କିଙ୍ଗ ସେ କୁଇନ୍ ତାଙ୍କର ଦ୍ୟାଟ୍ ଇଜ ମୋନାର୍କି ମିନ୍ସ ଦ୍ୟାଟ୍ ଇଜ ହେରିଡିଟାରୀ ପୋଷ୍ଟ ସେଠି ଇଲେକ୍ସନ ହୁଏନି ଆମର ଯେମିତି ପ୍ରେସିଡେଣ୍ଟ ପାଇଁ ଇଲେକ୍ସନ ହଉଛି ତାଙ୍କର ସେଠି ଇଲେକ୍ସନ ନାହିଁ ସିଏ ତାପରେ ତାଙ୍କ ପୁଅ ତାପରେ ତାଙ୍କ ପୁଅ ଏଇ ଟାଇପର କି ତାଙ୍କ ଝିଅ ଏଇ ଟାଇପର ନେକ୍ସଟ ହେଇକି ତାଙ୍କ ଫ୍ୟାମିଲି ରହିବେ ସମସ୍ତେ ବୁଝିହେଲା ତେଣୁ ଏଇ ସବୁ ଜିନିଷକୁ ଲକ୍ଷ୍ୟ କରିକି ତ ଏଇଟାକୁ ଯୋଉ ଡିକ୍ଲାରେସନଟା କରାହେଲା ଏଇଟା ହେଲା କୁଇନ୍ସ ଡିକ୍ଲାରେସନ ଯେ କିଛି ପ୍ରୋବ୍ଲେମ ହବାର ନାହିଁ ବୋଲି ହେଲା ତ ଏହା ସହିତ ଆମକୁ କ'ଣ କରାହେଲା ନା ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1858ର ସରିଲା ହେଲା କିନ୍ତୁ କଥା ହେଲା ଯେ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1858 ହେଇଗଲା ଯେ ଆହୁରି ବହୁତ ଜିନିଷ ଅବୁଝା ରହିଗଲା ଯେ ପୁଣି କାରଣ ଏଇ ଯୋଉ ହେଲା ପୁଣି ଆହୁରି ବହୁତ ଜିନିଷ ଆମକୁ ଦରକାର ଥିଲା ଯେ ଏତିକିରେ ହବନି ଲୋକମାନଙ୍କୁ ଫିଲ୍ ହେଲା ଯେ ନା କାରଣ ଯୋଉ ରିଭଲ୍ଟ ହେଲା ତାର 1858 ମସିହାରେ ଯାହା ସବୁ ହେଲା ସେ ଦେଖିଲେ ଯେ ଏତିକି ଜିନିଷରେ ଆମକୁ ହେଇପାରିବନି ଆହୁରି ଗୁଡ଼େ ଚେଞ୍ଜ କରିବାକୁ ପଡ଼ିବ ଆମକୁ ସେଣ୍ଟ୍ରାଲ ଲେଜିସ୍ଲେଚର ଷ୍ଟ୍ରକ୍ଚରରେ ଆଉ ଆଡମିନିଷ୍ଟ୍ରେଟିଭ ଷ୍ଟ୍ରକ୍ଚରରେ ତ ଯଦି ବା କିଛିଟା ଚେଞ୍ଜ ହେଇନଥିଲା ତ କ'ଣ ହବ ନା ଆଉ କିଛି ଚେଞ୍ଜ କରିବାକୁ ପଡ଼ିବ କାରଣ ନୂଆ ଭାଇସରୟ ପୋଷ୍ଟ ଆସିଲା କ'ଣ ଆସିଲା ତା ସେମାନେ ଲ ବନେଇଦେଲେ 1858 ମସିହାରେ କିନ୍ତୁ 1858 59 60 61 2 ବର୍ଷ 3 ବର୍ଷ ବେଳକୁ ସେ କହିଲେ ଏତେ ଜିନିଷରେ ଆହୁରି ବହୁତ ଜିନିଷ ଆମକୁ କରିବାକୁ ପଡ଼ିବ ତେଣୁ ସେ ତିନିଟା କାଉନସିଲ ଆକ୍ଟ ବନେଇଲେ
1858 गवर्नमेंट ऑफ इंडिया एक्ट 1858 କିନ୍ତୁ ତାପରେ ସେ ତିନିଟା କାଉନସିଲ ଆକ୍ଟ ବନା ହେଲା। ଗୋଟେ ହେଲା 1861 ମସିହାରେ, ଗୋଟେ ହେଲା 1892 ମସିହାରେ, ଆଉ ଗୋଟେ 1909 ମସିହାରେ। 1909 ମସିହାରେ ଆକ୍ଟକୁ କୁହାଯାଏ ମର୍ଲେମିଣ୍ଟୋ ରିଫର୍ମ। ଦେଖିବା ତ ଏ ତିନିଟା କାଉନସିଲ ଆକ୍ଟ ଆକ୍ଚୁଆଲି ଗୋଟେ ହେଲା କ'ଣ ନା 1861 ଇଣ୍ଡିଆନ୍ କାଉନସିଲ ଆକ୍ଟ 1861, ଇଣ୍ଡିଆନ୍ କାଉନସିଲ ଆକ୍ଟ 1892, ଇଣ୍ଡିଆନ୍ କାଉନସିଲ ଆକ୍ଟ 1909। ତିନିଟା କାଉନସିଲ ଆକ୍ଟ ବନା ହେଲା। ଏଇ କାଉନସିଲ ଆକ୍ଟରେ ସେମାନେ ପୁରା ଡ୍ରାଫ୍ଟିଂ କଲେ। ତ ଆସ୍ତେ ଆସ୍ତେ କ'ଣ ଚେଞ୍ଜ କରାହବ କ'ଣ ନାହିଁ ବ୍ୟାକଗ୍ରାଉଣ୍ଡ ଅନୁସାରେ କେମିତି କ'ଣ ହେଲା ଡେଭଲପମେଣ୍ଟ, କାରଣ ଫର୍ଦର ଡେଭଲପମେଣ୍ଟ ହେଇଯାଉ ଦିନ ଦିନ ଚେଞ୍ଜେସ୍ ହେଇ ଆସୁଛି। ତ ସେଣ୍ଟ୍ରାଲ ଲେଜିସ୍ଲେଟିଭ ଷ୍ଟ୍ରକ୍ଚରରେ ଚେଞ୍ଜ କଲେ, ସେଣ୍ଟ୍ରାଲ ଲେଜିସ୍ଲେଚରରେ, ପ୍ରୋଭିନ୍ସିଆଲ ଲେଜିସ୍ଲେଚରରେ, ଆଡମିନିଷ୍ଟ୍ରେଟିଭ ଷ୍ଟ୍ରକ୍ଚରରେ କାଫି ଜିନିଷ ଚେଞ୍ଜ କରିବାକୁ ଲାଗିଲେ ସେମାନେ। ତ ଗ୍ରାଜୁଆଲି ଚେଞ୍ଜ ହେଇକି ଗଲା। ତ ଆମେ ନେକ୍ସଟ କ୍ଲାସରେ ଇଣ୍ଡିଆନ୍ କାଉନସିଲ ଆକ୍ଟ 1861 ହେଲା। ନେକ୍ସଟ କ୍ଲାସ ଆମର ହବ କାଲି। ତ ସେଥିରେ ଆମେ ଷ୍ଟାର୍ଟ କରିବା ଇଣ୍ଡିଆନ୍ କାଉନସିଲ 1861। ତ ବର୍ତ୍ତମାନ କାମ ହେଲା ତୁମର ବୁକ୍ରୁ ଏମ୍ ଲକ୍ଷ୍ମୀକାନ୍ତରୁ ତମେ ଷ୍ଟାର୍ଟିଂରୁ ଯାହା ଅଛି ଯେଉଁ ବହି ପୁରା ପଢ଼ିଯିବା ଦରକାର। ଆଉ ସେଇଟା ତମ ନୋଟ୍ ବୋଲି ଭାବ। ତାକୁ ସବୁ ପଢ଼ିବା ଦରକାର ନାହିଁ, ଯେତିକି ଯେତିକି ଜିନିଷ ଆମର ମେନ୍ ଜିନିଷ ତାକୁ ଅଣ୍ଡରଲାଇନ୍ କରିଦେଉଥିବ, କରିକି ତାକୁ ରଖୁଥିବ, ସେଇଟା ଆମେ ରିଭାଇଜ୍ କରିବା ହେଲା। ପରେ ଯାଇକି ରିଭାଇଜ୍ କରିବା। ଏବେ ତ ତମେ ଲେଖୁଥିବ ଟିକେ ଟିକେ ଯେଉଁ ଜିନିଷ ଆମେ ପଢ଼ୁଛନ୍ତି, ତମ ଖାତା ଯେଉଁଟା ତମେ ପଲିଟି ପାଇଁ ଯେଉଁ ଖାତାଟା ବନେଇଛ ସେଥିରେ ଲେଖୁଥିବ। ତ ସେଇଟା ଟିକେ ବର୍ତ୍ତମାନ କର, ତାକୁ ସେଇଟା 1858 ଯାଏଁ କମ୍ପ୍ଲିଟ୍ କର ସବୁତିକ। 1800 ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ 1858 ପର୍ଯ୍ୟନ୍ତ ଯେଉଁ ଅଛି ତାକୁ କମ୍ପ୍ଲିଟ୍ କର। ତାପରେ 1861 ଆମେ ତାକୁ ଆଗକୁ ଯିବା। ଆମର 1947 ମସିହା ପର୍ଯ୍ୟନ୍ତ ଆହୁରି ଅଛି। ଆମେ ପଢ଼ିବା 1861 କାଉନସିଲ ଆକ୍ଟ ଗୋଟେ, ତାପରେ 1892 କାଉନସିଲ ଆକ୍ଟ, ତାପରେ 1909 କାଉନସିଲ ଆକ୍ଟ, ତାପରେ 1919 ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ, ତାପରେ 1935 ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ, ତାପରେ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଆକ୍ଟ 1947। ଆଉ 6ଟା ଆକ୍ଟ ପଢ଼ା ହେବ। ତାପରେ ବ୍ୟାକଗ୍ରାଉଣ୍ଡ ସରିବ ଆମର, ଫାର୍ଷ୍ଟ ଚାପ୍ଟର ସରିବ। ତାପରେ ଆମେ ନେକ୍ସଟକୁ ଯିବା, ନେକ୍ସଟ ଚାପ୍ଟରକୁ ଯିବା, କି ନେକ୍ସଟ ସବଜେକ୍ଟକୁ ବି ଯିବା, ଅଲଗା ଗୋଟେ ସବଜେକ୍ଟ ଷ୍ଟାର୍ଟ କରିବା। ତେଣୁ ପ୍ରଥମେ 1858 ମସିହା ପର୍ଯ୍ୟନ୍ତ ଯାହା ଅଛି ସବୁତିକ ଭଲ ଭାବରେ ପଢ଼। ତାକୁ ପଢ଼ି ସାରିଲା ପରେ ତ ଏମସିକ୍ୟୁ ଯେଉଁ ବିଭିନ୍ନ ତମ ପାଖରେ ଯେକୌଣସି ଏମସିକ୍ୟୁ ବହି ଅଛି, କିମ୍ବା ଯଦି ଏମସିକ୍ୟୁ ବହି ନାହିଁ, ମୋର ଗୋଟେ ଏମସିକ୍ୟୁ ବହି ମୁଁ ରଖିଛି ଡାଉନଲୋଡ୍ କରିବ ଯାଇକି ମୋ ୱେବସାଇଟ୍ରୁ ହେଲା, ପଲିଟିର 1000+ ଏମସିକ୍ୟୁ ସେଇଟା କରିପାର। କିମ୍ବା ତମେ କ'ଣ କରିବ ନା ଗୁଗଲରେ ଏମସିକ୍ୟୁ ସର୍ଚ୍ଚ କରିକି ଲେଖିବ ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡର ଏମସିକ୍ୟୁ ଇଣ୍ଡିଆନ୍ ପଲିଟି ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ ଏମସିକ୍ୟୁ ୱିଥ୍ ଆନ୍ସର କି ଯାହା ମାରିବ କିଛି କିଛି ଆସିବ। ୱେବସାଇଟ୍ ଅଛନ୍ତି ବହୁତ ଏମସିକ୍ୟୁ ରଖୁଛନ୍ତି। ତ ସେଇ ଏମସିକ୍ୟୁ ବି କିଛି ସଲ୍ଭ କର, କାରଣ ଏଗୁଡ଼ା ସଲ୍ଭ କଲେ ତମେ କେତେ ବୁଝିଛ ଜଣାପଡ଼ିବ ଯେ ଇମ୍ପ୍ଲିମେଣ୍ଟ କରିହେଉଛି ନା, ବୁଝା ପଡ଼ୁଛି ନା ନାହିଁ, କ୍ୱେଶ୍ଚିନ୍ ଆନ୍ସର କରିହେଉଛି ନା ନାହିଁ। ଅଲ୍ ଦୋଜ୍ ଥିଙ୍ଗସ୍ ୱିଲ୍ ହାପନ୍ ହେଲା। ସୋ ନେକ୍ସଟ କ୍ଲାସରେ ୱିଲ୍ ଡିସ୍କସ୍ अबाउट इंडियन काउंसिल एक्ट 1861। ओके, नाउ वाइंड अप କରିବା। ଆଉ କିଛି ପଚାରିବାର ଅଛି କି ରେ? ଆରେ ସମସ୍ତେ ଅଛ ନା କ'ଣ ଗଲ କୁଆଡ଼େ? ନା ଆଉ ଯଦି ସାର୍। ପଚାରିବାର ଅଛି ଯଦି କୁହ, କିଛି ଡାଉଟ୍ସ ଅଛି ଯଦି କୁହ। ଓକେ, କାଲି କ୍ଲାସ୍ ହେବ। 4 PM ଦେଖ ତମର ସବୁବେଳେ କ୍ଲାସ୍ 4 PM ରେ ରହିବ। ତ ଅଲୱେଜ ୟୁ ସୁଡ୍ ବି ରେଡି ଫର 4 PM କ୍ଲାସ୍। ଏମିତି ନୁହଁ ଯେ 4 PM ରେ ମୁଁ ଲିଙ୍କ ପଠଉଛି ତମେ ଜଣେ ଜଣ 4:30 ହେଉଛି, ସେମିତି କେମିତି ହବ? କାରଣ ତମେ ମାଇଣ୍ଡରେ ସେଟ୍ କରିବା ଦରକାର ଯେ ଟୁ ଆଟେଣ୍ଡ ଦ କ୍ଲାସ୍ 4 PM ଆଣ୍ଡ ପ୍ରତିଦିନ 4 PM ରେ ହବ। ରବିବାର ଦିନ ଟେଷ୍ଟ ଫେଷ୍ଟ ହବ ସବୁ, କିନ୍ତୁ ତମର ନୂଆ ନୂଆ ଷ୍ଟାର୍ଟ ହେଇଯିବ ବୋଲି ହଉନି। ଟେଷ୍ଟ ଆରମ୍ଭରେ ଷ୍ଟାର୍ଟ ପୁଣି ହେଇଯିବ। ପୁଣି 3 ଦିନ ଗଲା ପରେ ଟେଷ୍ଟ ଷ୍ଟାର୍ଟ ହେଇଯିବ ସବୁ। ଯେଉଁ ପଢ଼ା ହେଲା ବେଳକୁ ଟେଷ୍ଟ ହବ ନା ପୁଣି, ତ ଟେଷ୍ଟ ହେଇଯିବ ରବିବାରକୁ ରବିବାର ଟେଷ୍ଟ ହବ ସବୁବେଳେ ହେଲା। ଟେଷ୍ଟ ହବ ପୁଣି ସେଟା ଡିସ୍କସନ ହବ, ସେଇ ଟେଷ୍ଟର ଡିସ୍କସନ ବି ସେଇଦିନ ହବ, ସବୁ ହବ। ତେଣୁ ରବିବାର ରଖା ହେଇଛି ସେଥିପାଇଁ। ଆଉ ବାକି 6 ଦିନ ଯାଏଁ କ୍ଲାସ୍ ହବ। ଆଚ୍ଛା, ୱାଇଣ୍ଡ ଅପ୍ କରିବା।